ଶ୍ରୀ ଭଗବାନ କହିଲେ, ହେ ବୃତ୍ତାନନ୍ଦନ, ଯେତେବେଳେ ସାଧକ ମନୋଗତ ସମସ୍ତ କାମନାକୁ ପୂର୍ଣ୍ଣ ରୂପେ ତ୍ୟାଗ କରିଦିଏ ଏବଂ ନିଜ ଦ୍ୱାରା ନିଜଠାରେ ସନ୍ତୁଷ୍ଟ ରହେ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ। ଏହା ଗୀତାର ଏକ ଶୈଳୀ ଯେ ସାଧକ ଯେଉଁ ସାଧନା କର୍ମଯୋଗ ଭକ୍ତିଯୋଗ ପ୍ରଭୃତି ଦ୍ୱାରା ସିଦ୍ଧ ହୋଇଥାଏ, ସେହି ସାଧନା ଦ୍ୱାରା ତାର ପୂର୍ଣ୍ଣତା କଥା ବର୍ଣ୍ଣନା କରାଯାଏ। ଯଥା ଭକ୍ତି ଯୋଗର ସାଧକ ଭଗବାନ ବ୍ୟତୀତ ଆଉ କିଛି ନାହିଁ ବୋଲି ଭାବି ଅନନ୍ୟ ଯୋଗ ଦ୍ୱାରା ଉପାସନା କରେ, ତେଣୁ ସିଦ୍ଧାବସ୍ଥାରେ ସେ ସମସ୍ତ ପ୍ରାଣୀ ପ୍ରତି ଦୋଷ ରହିତ ହୋଇଯାଏ। ଜ୍ଞାନ ଯୋଗର ସାଧକ ନିଜକୁ ଗୁଣରୁ ସର୍ବତଃ ଅସଂଲଗ୍ନ ଓ ନିର୍ଲିପ୍ତ ଅନୁଭବ କରେ, ତେଣୁ ସିଦ୍ଧାବସ୍ଥାରେ ସେ ସମସ୍ତ ଗୁଣରୁ ସର୍ବତଃ ଅତୀତ ହୋଇଯାଏ। ସେପରି କର୍ମଯୋଗର କାମନା ତ୍ୟାଗକୁ ମୁଖ୍ୟ ବୋଲି କୁହାଯାଇଛି, ତେଣୁ ସିଦ୍ଧାବସ୍ଥାରେ କର୍ମଯୋଗୀ ସକଳ କାମନା ତ୍ୟାଗ କରିଦିଏ ବୋଲି ଏ ଶ୍ଲୋକରେ କହୁଛନ୍ତି। ଏ ପଦବାକ୍ୟର ତାତ୍ପର୍ଯ୍ୟ ହେଲା, କାମନା ସ୍ୱୟଂରେ ନାହିଁ କି ମନରେ ମଧ୍ୟ ନାହିଁ। କାମନା ଆସେ ଓ ଚାଲିଯାଏ, କିନ୍ତୁ ସ୍ୱୟଂ ନିରନ୍ତର ରହେ। ଅତଏବ ସ୍ୱୟଂରେ କାମନା ହେବ କିପରି? ମନ ଏକ କାରଣ ଏବଂ ସେଥିରେ ମଧ୍ୟ ସର୍ବଦା କାମନା ରହେ ନାହିଁ, ବରଂ ସେଥିରେ ଆସେ ମନୋଗତାନ। ତେଣୁ ମନରେ ମଧ୍ୟ କାମନା ହେବ କିପରି? ମାତ୍ର ଶରୀର, ଇନ୍ଦ୍ରିୟ, ମନ ବୁଦ୍ଧି ସଙ୍ଗେ ତାଦାତ୍ମ୍ୟ କରୁଥିବାରୁ ମନୁଷ୍ୟ ମନୋଗତ କାମନାକୁ ନିଜଠାରେ ଆରୋପ କରେ। ତାତ୍ପର୍ଯ୍ୟ ହେଲା, ସାଧକ ପୂର୍ଣ୍ଣ ରୂପେ ସମସ୍ତ କାମନା ତ୍ୟାଗ କରିଦିଏ, ତାଠାରେ ତିଳେମାତ୍ର କୌଣସି କାମନାର ଅଂଶ ମଧ୍ୟ ରହେ ନାହିଁ। ନିଜ ସ୍ୱରୂପକୁ କେବେ ତ୍ୟାଗ କରାଯାଏ ନାହିଁ କି ସମ୍ବନ୍ଧ ନଥିବା ବସ୍ତୁକୁ ମଧ୍ୟ ତ୍ୟାଗ କରାଯାଏ ନାହିଁ। ଯାହା ନିଜର ନୁହେଁ କିନ୍ତୁ ଭ୍ରମବଶତଃ ନିଜକୁ ନିଜର ବୋଲି ମାନି ନିଆଯାଇଛି, ତାହାକୁ ତ୍ୟାଗ କରାଯାଏ। ନିଜଠାରେ କାମନା ନାହିଁ, କିନ୍ତୁ ନିଜଠାରେ ତାହାକୁ ମାନି ନିଆଯାଇଛି। ଏହି ମାନିନେଇଥିବା ଧାରଣାକୁ ହିଁ ତ୍ୟାଗ କରିବାକୁ କୁହାଯାଇଛି। କହିବାର ଉଦ୍ଦେଶ୍ୟ ହେଲା, କୌଣସି କାମନା ନ ରହୁ ଏବଂ କୌଣସି କାମନାର କିଛି ଅଂଶ ମଧ୍ୟ ଅବଶେଷ ନ ରହୁ। ସେ ଯେଉଁ ସମୟରେ ସମସ୍ତ କାମନା ତ୍ୟାଗ କରିଦିଏ ଏବଂ ନିଜ ଦ୍ୱାରା ନିଜଠାରେ ସନ୍ତୁଷ୍ଟ ରହେ, ଅର୍ଥାତ୍ ନିଜଠାରେ ସହଜ ସ୍ୱାଭାବିକ ଭାବେ ସନ୍ତୋଷ ଲାଭ କରେ। ସନ୍ତୋଷ ଦୁଇ ପ୍ରକାର, ଗୋଟିଏ ହେଉଛି ସନ୍ତୋଷ ଗୁଣ ଏବଂ ଅନ୍ୟଟି ହେଉଛି ସ୍ୱରୂପଗତ ସନ୍ତୋଷ। ଅନ୍ତଃକରଣରୁ କୌଣସି ପ୍ରକାର ଇଚ୍ଛା ନ ହେବା ସନ୍ତୋଷ ଗୁଣ ଏବଂ ସ୍ୱୟଂରେ ଅସନ୍ତୋଷର ଅତ୍ୟନ୍ତ ଅଭାବ ହେବା ସ୍ୱରୂପଗତ ସନ୍ତୋଷ। ଏ ସ୍ୱରୂପଗତ ସନ୍ତୋଷ ସତ ସର୍ବଦା ଥାଏ, ଏଥିପାଇଁ କୌଣସି ଅଭ୍ୟାସ ବା ବିଚାର କରିବାକୁ ପଡ଼େ ନାହିଁ। ସ୍ୱରୂପଭୂତ ସନ୍ତୋଷରେ ପ୍ରଜ୍ଞା ତଥା ବୁଦ୍ଧି ସ୍ୱତଃ ସ୍ଥିର ରହେ। ସ୍ୱୟଂ ତଥା ଜୀବାତ୍ମା ବହୁ ଶାଖାଯୁକ୍ତ ଅନନ୍ତ କାମନାକୁ ନିଜଠାରେ ଆରୋପିତ କରିଥିଲା ବେଳେ ମଧ୍ୟ ବସ୍ତୁତଃ ନିଜଠାରେ କାମନା ନଥିଲା ଏବଂ ସେ ସ୍ଥିତପ୍ରଜ୍ଞ ଥିଲା। କିନ୍ତୁ ନିଜଠାରେ କାମନାଗୁଡ଼ିକୁ ଆରୋପିତ କରିବା ଫଳରେ ବୁଦ୍ଧି ସ୍ଥିର ନଥିବାରୁ ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଇ ନଥିଲା। କିନ୍ତୁ ନିଜଠାରେ କାମନାଗୁଡ଼ିକୁ ଆରୋପିତ କରିବା ଫଳରେ ବୁଦ୍ଧି ସ୍ଥିର ରହୁନଥିବାରୁ ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଉନଥିଲା, ଅର୍ଥାତ୍ ତାହାକୁ ନିଜ ସ୍ଥିତପ୍ରଜ୍ଞର ଅନୁଭବ ହେଉନଥିଲା। ଏବେ ସେ ନିଜର ସମସ୍ତ କାମନା ତ୍ୟାଗ କରିଦେବାରୁ ଅର୍ଥାତ୍ କାମନାର ସ୍ୱତନ୍ତ୍ର ସ୍ଥିତି ନ ମାନିବାରୁ ତାହାକୁ ସ୍ଥିତପ୍ରଜ୍ଞ କୁହାଗଲା, ଅର୍ଥାତ୍ ତାହାକୁ ନିଜ ସ୍ଥିତପ୍ରଜ୍ଞତାର ଅନୁଭବ ହେଲା। ସାଧକ ତା ବୁଦ୍ଧିକୁ ସ୍ଥିର କରେ, କିନ୍ତୁ କାମନା ସମ୍ପୂର୍ଣ୍ଣ ତ୍ୟାଗ ହୋଇଗଲା ପରେ ବୁଦ୍ଧିକୁ ସ୍ଥିର କରିବାକୁ ପଡ଼େ ନାହିଁ, ତାହା ସ୍ୱତଃ ଓ ସ୍ୱାଭାବିକ ଭାବେ ସ୍ଥିର ହୋଇଯାଏ। କର୍ମଯୋଗରେ ସାଧକର କର୍ମ ସହିତ ଅଧିକ ସମ୍ବନ୍ଧ ରହେ। ସେ ଯୋଗାରୂଢ଼ ହେବାର ମଧ୍ୟ କର୍ମ ହିଁ କାରଣ। ତେଣୁ ସାଧନାବସ୍ଥାରୁ ସିଦ୍ଧାବସ୍ଥାରେ ମଧ୍ୟ କର୍ମ ସହିତ କର୍ମଯୋଗୀର ସମ୍ବନ୍ଧ ରହେ। ସିଦ୍ଧାବସ୍ଥାରେ କର୍ମଯୋଗ ଦ୍ୱାରା ମର୍ଯ୍ୟାଦା ଅନୁସାରେ କର୍ମ ହୁଏ, ଯାହାକି ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ୱରୂପ। ଏହି କଥା ଭଗବାନ ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଯେ, କର୍ମଯୋଗୀ କର୍ମ କରି ମଧ୍ୟ ନିର୍ଲିପ୍ତ ରହେ ଏବଂ ନିର୍ଲିପ୍ତ ରହି ମଧ୍ୟ କର୍ମ କରେ। ଭଗବାନ 53ତମ ଶ୍ଲୋକରେ ଯୋଗ ପ୍ରାପ୍ତି ପାଇଁ ବୁଦ୍ଧିର ଦୁଇଟି ଅବସ୍ଥା ବିଷୟରେ କହିଛନ୍ତି। ସଂସାରରେ ନିବୃତ୍ତ ହେବା ପାଇଁ ବୁଦ୍ଧି ନିଶ୍ଚଳ ହେବା ଆବଶ୍ୟକ ଏବଂ ପରମାତ୍ମାଠାରେ ଯୁକ୍ତ ହେବା ପାଇଁ ବୁଦ୍ଧି ଅଚଳ ହେବା ଆବଶ୍ୟକ। ଅର୍ଥାତ୍ ନିଶ୍ଚଳ ରହି ସଂସାରରେ ତ୍ୟାଗ କଥା କହିଛନ୍ତି ଏବଂ ଅଚଳ ରହି ପରମାତ୍ମାଠାରେ ସ୍ଥିତି କଥା କହିଛନ୍ତି। ଉକ୍ତ ଦୁଇଟି ବିଷୟରେ ଅର୍ଥାତ୍ ଏହି ପଦରେ କୁହାଯାଇଛି ଯେ, ଯେତେବେଳେ ସାଧକ କାମନାରୁ ସର୍ବଦା ରହିତ ହୋଇଯାଏ ଏବଂ ନିଜ ସ୍ୱରୂପରେ ସନ୍ତୁଷ୍ଟ ରହେ, ସେତେବେଳେ ତାହାକୁ ଚିତ୍ତପ୍ରଜ୍ଞ କୁହାଯାଏ। ତାତ୍ପର୍ଯ୍ୟ ହେଲା, କାମନାର ଅଂଶ ଥିବା ପର୍ଯ୍ୟନ୍ତ ସେ ସାଧକ ବୋଲାଏ ଏବଂ କାମନାର ସର୍ବଦା ଅଭାବ ହୋଇଗଲେ ସେ ସିଦ୍ଧ ବୋଲାଏ। ଉକ୍ତ ଦୁଇଟି କଥାକୁ ଭଗବାନ ଏହି ଅଧ୍ୟାୟର ଶେଷ ପର୍ଯ୍ୟନ୍ତ କହିଛନ୍ତି। ସଂସାରରେ ତ୍ୟାଗ କଥା ଏବଂ ପରମାତ୍ମାଠାରେ ସ୍ଥିତପ୍ରଜ୍ଞ କଥା ବି କହିଛନ୍ତି। 56ତମ ଶ୍ଲୋକର ପ୍ରଥମ ଭାଗରେ ଅର୍ଥାତ୍ 3ଟି ଚରଣରେ ସଂସାର ତ୍ୟାଗ କଥା ଓ ଉକ୍ତ ପଦରେ ପରମାତ୍ମାଠାରେ ସ୍ଥିତି କଥା କହିଛନ୍ତି। 57ତମ ଶ୍ଲୋକ ଓ 58ତମ ଶ୍ଲୋକରେ ପ୍ରଥମେ ସଂସାର ତ୍ୟାଗ କଥା ଓ ପରେ ପରମାତ୍ମାରେ ସ୍ଥିତି କଥା କହିଛନ୍ତି। ଦୁଃଖ ମିଳିଲେ ଯାହା ମନରେ ଉଦ୍ବେଗ ଜାତ ହୁଏ ନାହିଁ ଏବଂ ସୁଖ ମିଳିଲେ ଯାହା ମନରେ ସ୍ପୃହା ଆସେ ନାହିଁ, ତଥା ଯିଏ ରାଗ ଅର୍ଥାତ୍ ଆସକ୍ତି, ଭୟ ଓ କ୍ରୋଧରୁ ମୁକ୍ତ, ସେ ମନଶୀଳ ମନୁଷ୍ୟକୁ ସ୍ଥିରବୁଦ୍ଧି କୁହାଯାଏ। ସ୍ଥିତପ୍ରଜ୍ଞ କିପରି ରହେ? ଅର୍ଜୁନ ଏପରି କ୍ରିୟା ପ୍ରଧାନ ପ୍ରଶ୍ନ କରିଥିଲେ, କିନ୍ତୁ ଭଗବାନ ଭାବ ପ୍ରଧାନ ଉତ୍ତର ଦେଉଛନ୍ତି, କାରଣ କ୍ରିୟାରେ ଭାବ ହିଁ ମୁଖ୍ୟ। ପ୍ରତ୍ୟେକ କ୍ରିୟା ଭାବପୂର୍ବକ ହୁଏ। ଭାବ ବଦଳିଗଲେ କ୍ରିୟା ବଦଳିଯାଏ, ଅର୍ଥାତ୍ ବାହ୍ୟ ଦୃଷ୍ଟିରେ କ୍ରିୟା ଯେପରି
କ୍ରିୟା ସେହିପରି ଦେଖାଯାଉଥିଲେ ମଧ୍ୟ ତାହା ବସ୍ତୁତଃ ସେହିପରି ରହେ ନାହିଁ। ଏହି କଥା ଭଗବାନ ଏଠାରେ କହୁଛନ୍ତି। ଦୁଃଖର ସମ୍ଭାବନାରେ ଓ ପ୍ରାପ୍ତିରେ ମଧ୍ୟ ଯାହା ମନରେ ଉଦ୍ବେଗ ଜାତ ହୁଏ ନାହିଁ, ଅର୍ଥାତ୍ କର୍ତ୍ତବ୍ୟ କର୍ମ କରୁଥିବା ସମୟରେ ସେଥିରେ ବାଧା ଆସିଲେ କି ନିନ୍ଦା ଅପମାନ ହେଲେ, କର୍ମଫଳ ପ୍ରତିକୂଳ ହେଲେ କିମ୍ବା ଅନ୍ୟାନ୍ୟ ପ୍ରତିକୂଳତା ଆସିଲେ ମଧ୍ୟ ତା ମନରେ ଉଦ୍ବେଗ ଜାତ ହୁଏ ନାହିଁ। ଅନ୍ୟର ହିତ କରିବା ପାଇଁ କାର୍ଯ୍ୟ କରିବା, କର୍ମକୁ ପୂର୍ଣ୍ଣାଙ୍ଗ କରିବା, କର୍ମଫଳରେ କେବେ ଆସକ୍ତି, ମମତା, କାମନା ପ୍ରଭୃତି ନ ହେବା ପାଇଁ ସାବଧାନ ରହିବା ହିଁ କର୍ମଯୋଗୀଙ୍କ ମନରେ ଉଦ୍ବେଗ ଓ ଅସ୍ଥିରତା ନ ଆସିବାର କାରଣ। ଏପରି କରିବାରୁ ତାଙ୍କ ମନରେ ଏକ ପ୍ରକାର ପ୍ରସନ୍ନତା ଆସେ। ସେହି ପ୍ରସନ୍ନତା ଯୋଗୁଁ ଯେତେ ପ୍ରତିକୂଳତା ଆସିଲେ ବି ତାଙ୍କ ମନରେ ଉଦ୍ବେଗ ଜାତ ହୁଏ ନାହିଁ। ସୁଖ ସମ୍ଭାବନାରେ ଓ ତାହାର ପ୍ରାପ୍ତିରେ ମଧ୍ୟ ଯାହାର ସ୍ପୃହା ହୁଏ ନାହିଁ, ଅର୍ଥାତ୍ ଅତିଶୀଘ୍ର କର୍ମ ପୂର୍ଣ୍ଣାଙ୍ଗ ହେଲେ ତତ୍କାଳିକ ଆନନ୍ଦ ଓ ଆଦର ପ୍ରଶଂସା ମିଳିଲେ, ଅନୁକୂଳ ଫଳ ମିଳିଲେ କିମ୍ବା ଅନ୍ୟାନ୍ୟ ଅନୁକୂଳତା ଆସିଲେ ବି ଯାହା ମନରେ ସ୍ପୃହା ଆସେ ନାହିଁ ଯେ ଏ ପରିସ୍ଥିତି ସର୍ବଦା ରହିଥାଉ ଓ ସର୍ବଦା ମିଳୁଥାଉ, ତା ଅନ୍ତଃକରଣରେ ଅନୁକୂଳତାର କୌଣସି ପ୍ରଭାବ ପଡ଼େ ନାହିଁ। ମନରେ ସାଂସାରିକ ପଦାର୍ଥର ଯେଉଁ ଆକର୍ଷଣ ଅଙ୍କିତ ହୋଇଯାଏ ତାହାକୁ ରାଗ କୁହନ୍ତି। ପଦାର୍ଥ ପ୍ରତି ଯଦି ରାଗ ଥାଏ, ତେବେ କୌଣସି ସବଳ ବ୍ୟକ୍ତି ତାହାକୁ ନଷ୍ଟ କଲେ, ସେଥିରୁ ସମ୍ବନ୍ଧ ବିଚ୍ଛେଦ କରାଇଲେ, ତାହାର ପ୍ରାପ୍ତିରେ ବିଘ୍ନ ସୃଷ୍ଟି କଲେ ମନରେ ଭୟ ଜାତ ହୁଏ। ସେ ବ୍ୟକ୍ତି ନିର୍ବଳ ହୋଇଥିଲେ ମନରେ କ୍ରୋଧ ଜାତ ହୁଏ। କିନ୍ତୁ ଯାହା ହୃଦୟରେ ଅନ୍ୟକୁ ସୁଖ ଦେବାର, ଅନ୍ୟର ହିତ କରିବାର ଓ ସେବା କରିବାର ଭାବ ଜାଗ୍ରତ ହୁଏ, ତାହାର ରାଗ ସ୍ୱାଭାବିକ ଭାବେ ନଷ୍ଟ ହୋଇଯାଏ। ରାଗ ଦୂର ହୋଇଗଲେ ଭୟ ଓ କ୍ରୋଧ ରହେ ନାହିଁ। ତେଣୁ ରାଗ, ଭୟ ଓ କ୍ରୋଧରୁ ସେ ସର୍ବଦା ରହିତ ହୋଇଯାଏ। ଆଂଶିକ ରୂପେ ଉଦ୍ବେଗ, ସ୍ପୃହା, ରାଗ, ଭୟ ଓ କ୍ରୋଧ ଥିବା ପର୍ଯ୍ୟନ୍ତ ସେ ସାଧକ ବୋଲାଏ। ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲେ ସେ ସିଦ୍ଧ ହୋଇଯାଏ। କାମନା, ବାସନା ପ୍ରଭୃତି ରାଗର ହିଁ ସ୍ୱରୂପ। କେବଳ ବାସନାର ତାରତମ୍ୟ ଅନୁସାରେ ସେଗୁଡ଼ିକର ନାମ ଭିନ୍ନ ଭିନ୍ନ ରହେ। ଯଥା ଅନ୍ତଃକରଣରେ ଲୁକାୟିତ ରାଗର ନାମ ବାସନା, ସେହି ବାସନାର ଅନ୍ୟ ନାମ ଆସକ୍ତି ବା ପ୍ରିୟ ଭାବ। ମୋତେ ଅମୁକ ବସ୍ତୁ ମିଳୁ, ଏପରି ଇଚ୍ଛାର ନାମ କାମନା। କାମନା ପୂର୍ଣ୍ଣ ହେବାର ସମ୍ଭାବନାର ନାମ ଆଶା। କାମନା ପୂର୍ଣ୍ଣ ହେଲା ପରେ ବି ପଦାର୍ଥ ବୃଦ୍ଧି ହେବାର ନାମ ଇଚ୍ଛା ଓ ଅଧିକ ମିଳିବାର ଇଚ୍ଛାର ନାମ ଲୋଭ। ଲୋଭର ମାତ୍ରା ଅଧିକ ବଢ଼ିଗଲେ ତାହାକୁ ତୃଷ୍ଣା କୁହାଯାଏ। ତାତ୍ପର୍ଯ୍ୟ ହେଲା ଉତ୍ପତ୍ତି ବିନାଶଶୀଳ ପଦାର୍ଥ ପ୍ରତି ଥିବା ଆକର୍ଷଣ, ମହତ୍ତ୍ୱବୋଧକୁ କାମନା, ବାସନା ପ୍ରଭୃତି ନାମରେ ନାମିତ କରାଯାଏ। ଏତାଦୃଶ ମନନଶୀଳ କର୍ମଯୋଗୀଙ୍କର ବୁଦ୍ଧି ସ୍ଥିର ଓ ଅଟଳ ହୋଇଯାଏ। ମୁନି ଶବ୍ଦଟି ବାଣୀ ସହିତ ସମ୍ପର୍କିତ, ତେଣୁ ଭଗବାନ ଏଥିପାଇଁ ମୁନି ଶବ୍ଦ ପ୍ରୟୋଗ କରିଛନ୍ତି। କିନ୍ତୁ ବାସ୍ତବରେ ମୁନି ଶବ୍ଦ କେବଳ ବାଣୀ ଉପରେ ଅବଲମ୍ବିତ ନୁହେଁ। ତେଣୁ ସପ୍ତଦଶ ଅଧ୍ୟାୟରେ ଭଗବାନ ମୌନ ଶବ୍ଦର ପ୍ରୟୋଗ ବାଚିକ ତାପରେ ନ କରି ମାନସିକ ତାପରେ କରିଛନ୍ତି। କର୍ମଯୋଗର ପ୍ରକରଣ ହୋଇଥିବାରୁ ଏଠାରେ ମନନଶୀଳ କର୍ମଯୋଗୀଙ୍କୁ ମୁନି କୁହାଯାଇଛି। ମନରେ କୌଣସି କାମନା ଆସକ୍ତି ନ ଆସୁ, ଏହି ଶବ୍ଦାନ୍ତର ମନନ ହିଁ ମନନଶୀଳତାର ଅର୍ଥ। ଅବିରତ ଅନାସକ୍ତ ରହିବା ହିଁ ସିଦ୍ଧ କର୍ମଯୋଗୀଙ୍କର ସାବଧାନତା। କାରଣ ସାଧକ ଅବସ୍ଥାରେ ତାଙ୍କର ଏପରି ସାବଧାନତା ରହିଥିବାରୁ ସେ ପରମାତ୍ମାକୁ ପ୍ରାପ୍ତ ହୋଇଛନ୍ତି। ସର୍ବତ୍ର ଅନାସକ୍ତ ଯେଉଁ ମନୁଷ୍ୟ, ସେ ସେହି ଶୁଭ ଅଶୁଭକୁ ପ୍ରାପ୍ତ କରି ହର୍ଷିତ ହୁଏ ନାହିଁ କି ଦ୍ୱେଷ କରେ ନାହିଁ, ତାହାର ବୁଦ୍ଧି ସ୍ଥିର। କର୍ତ୍ତବ୍ୟ କର୍ମଗୁଡ଼ିକ ସଙ୍ଗେ ନିର୍ବିକାର ରହିବା କଥା ଭଗବାନ କହିଲେ। ବର୍ତ୍ତମାନ ଏହି ଶ୍ଲୋକରେ କର୍ମାନୁସାରେ ପ୍ରାପ୍ତ ଅନୁକୂଳ ପ୍ରତିକୂଳ ପରିସ୍ଥିତିରେ ସମ ଓ ନିର୍ବିକାର ରହିବା କଥା କହୁଛନ୍ତି। ଯିଏ ସବୁ ବିଷୟରେ ସ୍ନେହ ରହିତ ହୋଇଯାଇଛି, ଅର୍ଥାତ୍ ନିଜର ବୋଲାଉଥିବା ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି, ସ୍ତ୍ରୀ, ପୁତ୍ର, ଘର, ଧନ ଇତ୍ୟାଦି କାହାଠାରେ ଯାହାର ଆସକ୍ତି ବା ଆକର୍ଷଣ ନାହିଁ, ବସ୍ତୁ ପ୍ରତି ଠିକ୍ ଅଛି ତ ମୁଁ ଠିକ୍ ଅଛି, ସେସବୁ ନଷ୍ଟ ହୋଇଗଲା ମାନେ ମୁଁ ନଷ୍ଟ ହୋଇଗଲି। ଧନ ଆସିବାରୁ ମୁଁ ବଡ଼ ହୋଇଗଲି, ଆଉ ଧନ ଚାଲିଗଲା ତ ମୁଁ ଚାଲିଗଲି। ବସ୍ତୁ ଆଦିର ଏକାତ୍ମତା ଭଳି ଏ ଯେଉଁ ସ୍ନେହ ଅଛି, ତାହାର ନାମ ଅବିସ୍ନେହ। ଚିତ୍ତପ୍ରଜ୍ଞ କର୍ମଯୋଗୀଙ୍କର କୌଣସି ବସ୍ତୁରେ ଏ ଅବିସ୍ନେହ ଆଦୌ ନଥାଏ। ବାହ୍ୟ ଭାବରେ ବସ୍ତୁ, ବ୍ୟକ୍ତି, ପଦାର୍ଥ ଇତ୍ୟାଦିର ସଂଯୋଗ ଥିଲେ ମଧ୍ୟ ସେ ଅନ୍ତଃକରଣରେ ପୂର୍ଣ୍ଣ ଭାବରେ ନିର୍ଲିପ୍ତ ରହେ। ସେ ମନୁଷ୍ୟ ସମକକ୍ଷକୁ ପ୍ରାରବ୍ଧବଶତଃ ଶୁଭ ଅଶୁଭ, ଶୋଭନୀୟ ଅଶୋଭନୀୟ, ଭଲ ମନ୍ଦ, ଅନୁକୂଳ ପ୍ରତିକୂଳ ପରିସ୍ଥିତି ଆସିଲେ ସେ ଅନୁକୂଳ ପରିସ୍ଥିତିକୁ ନେଇ ଅଭିନନ୍ଦିତ ହୁଏ ନାହିଁ କି ପ୍ରତିକୂଳ ପରିସ୍ଥିତିକୁ ନେଇ ଦ୍ୱେଷ କରେ ନାହିଁ। ଅନୁକୂଳ ପରିସ୍ଥିତିକୁ ନେଇ ମନରେ ଯେଉଁ ପ୍ରସନ୍ନତା ଆସେ ଓ ବାଣୀରେ ଯେଉଁ ପ୍ରସନ୍ନତା ପ୍ରକାଶ କରାଯାଏ ତଥା ବାହ୍ୟ ରୂପରେ ଯେଉଁ ଉତ୍ସବ କରାଯାଏ, ସେସବୁ ହେଉଛି ସେହି ପରିସ୍ଥିତିର ଅଭିନନ୍ଦନ। ଠିକ୍ ସେହିପରି ପ୍ରତିକୂଳ ପରିସ୍ଥିତିକୁ ନେଇ ମନରେ ଯେଉଁ ଦୁଃଖ ବା ବିଷାଦ ହୁଏ ଯେ ଏହା କିପରି ଓ କାହିଁକି ଆସିଲା, ଏହା ନ ହୋଇଥିଲେ ଭଲ ହୋଇଥାନ୍ତା, ଏହା ଶୀଘ୍ର ଚାଲିଗଲେ ଭଲ, ଏସବୁ ହେଉଛି ସେ ପରିସ୍ଥିତି ସହିତ ଦ୍ୱେଷ କରିବା। ସର୍ବତ୍ର ସ୍ନେହରହିତ ନିର୍ଲିପ୍ତ ମନୁଷ୍ୟ ଅନୁକୂଳତାକୁ ଅଭିନନ୍ଦନ ଜଣାଏ ନାହିଁ କି ପ୍ରତିକୂଳତା ପ୍ରତି ଦ୍ୱେଷ କରେ ନାହିଁ। ତାତ୍ପର୍ଯ୍ୟ ହେଲା ତାହାକୁ ଅନୁକୂଳ, ପ୍ରତିକୂଳ, ଭଲ ମନ୍ଦ ଯାହା ବି ପରିସ୍ଥିତି ମିଳେ, କିନ୍ତୁ ତାର ଅନ୍ତଃକରଣରେ ସର୍ବଦା ନିର୍ଲିପ୍ତତା ରହିଥାଏ। କହିବାର ତାତ୍ପର୍ଯ୍ୟ ହେଲା ଯେଉଁ ଅନୁକୂଳ ପ୍ରତିକୂଳ ବସ୍ତୁ, ବ୍ୟକ୍ତି, ଘଟଣା
ବିକାର ହେବାର ସମ୍ଭାବନା ଥାଏ ଏବଂ ଯେଉଁଥିରେ ସାଧାରଣ ଲୋକଙ୍କର ବିକାର ହୁଏ, ସେ ଅନୁକୂଳ ପ୍ରତିକୂଳ ବସ୍ତୁ ଆଦି ଯେଉଁଠି ଯେବେ ଓ ଯେଉଁଭଳି ପ୍ରାପ୍ତ ହେଲେ ବି ତାହାର ସେଥିପ୍ରତି ଅଭିନନ୍ଦନ ବା ଦ୍ୱେଷଭାବ ଆସେ ନାହିଁ। ତାହାର ବୁଦ୍ଧି ପ୍ରତିଷ୍ଠିତ ଏକରସ ଏକରୂପ ଅଟେ। ସାଧାରଣ ଅବସ୍ଥାରେ ତାହାର ଯେଉଁ ବ୍ୟବସାୟିକ ବୁଦ୍ଧି ଥିଲା, ତାହା ବର୍ତ୍ତମାନ ପରମାତ୍ମାଠାରେ ଅଚଳ ଓ ଅଟଳ ହୋଇଯାଇଛି। ତା ବୁଦ୍ଧିରେ ଏହି ବିବେକ ପୂର୍ଣ୍ଣରୂପେ ଜାଗ୍ରତ ହୋଇଯାଇଛି ଯେ ସଂସାରର ଭଲମନ୍ଦ ସହିତ ପ୍ରକୃତରେ ମୋର କୌଣସି ସମ୍ବନ୍ଧ ନାହିଁ, କାରଣ ଏହି ଭଲମନ୍ଦ ଅବସରରେ ପରିବର୍ତ୍ତନଶୀଳ, କିନ୍ତୁ ମୋର ସ୍ୱରୂପ ଅପରିବର୍ତ୍ତନୀୟ। ଅତଏବ ପରିବର୍ତ୍ତନଶୀଳ ସଙ୍ଗେ ଅପରିବର୍ତ୍ତନର ସମ୍ବନ୍ଧ ହେବ କିପରି? ବସ୍ତୁତଃ ସ୍ୱରୂପରେ କିଛି ନୂଆ ଘଟଣା ଘଟେ ନାହିଁ କି ଶରୀର ଇନ୍ଦ୍ରିୟ ମନ ବୁଦ୍ଧିରେ କିଛି ନୂଆ ଘଟଣା ଘଟେ ନାହିଁ, କାରଣ ନିଜର ସ୍ୱରୂପରେ କେବେ ତିଳେମାତ୍ର କୌଣସି ପରିବର୍ତ୍ତନ ହୁଏ ନାହିଁ ଏବଂ ପ୍ରକୃତି ତଥା ପ୍ରକୃତିର କାର୍ଯ୍ୟ ଶରୀର ଆଦି ସ୍ୱାଭାବିକ ଭାବେ ବଦଳୁଥାଏ। ତେବେ ନୂଆ ପାର୍ଥକ୍ୟ କେଉଁଠି ହୁଏ? ଶରୀର ସଙ୍ଗେ ତାଦାତ୍ମ୍ୟ ପରେ ବୁଦ୍ଧିର ପାର୍ଥକ୍ୟ ହୁଏ। ଏ ତାଦାତ୍ମ୍ୟ ନଷ୍ଟ ହୋଇଗଲେ ବୁଦ୍ଧିର ପାର୍ଥକ୍ୟ ଅପସରିଯାଏ ଏବଂ ବୁଦ୍ଧି ପ୍ରତିଷ୍ଠିତ ହୋଇଯାଏ। ଅନ୍ୟ ଭାବଟି ହେଲା, କୌଣସି ବ୍ୟକ୍ତିର ବୁଦ୍ଧି ଯେତେ ପ୍ରଖର ହେଉ ପଛେ ଏବଂ ସେ ନିଜ ବୁଦ୍ଧିରେ ପରମାତ୍ମାଙ୍କ ବିଷୟରେ ଯେତେ ଯା ବିଚାର କରୁ ପଛେ, ସେ ପରମାତ୍ମାକୁ ନିଜ ବୁଦ୍ଧିର ଅନ୍ତର୍ଗତ କରିପାରିବ ନାହିଁ, କାରଣ ବୁଦ୍ଧି ସୀମିତ ଓ ପରମାତ୍ମା ଅସୀମ ତଥା ଅନନ୍ତ। କିନ୍ତୁ ସେ ଅସୀମ ପରମାତ୍ମାଠାରେ ବୁଦ୍ଧି ଲୀନ ହୋଇଗଲେ ସେହି ସୀମିତ ବୁଦ୍ଧିରେ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ସତ୍ତା ରହେ ନାହିଁ। ଏହା ହେଉଛି ପରମାତ୍ମାଠାରେ ବୁଦ୍ଧି ପ୍ରତିଷ୍ଠିତ ହେବା। କର୍ମଯୋଗୀ କ୍ରିୟାଶୀଳ, ତେଣୁ ଭଗବାନ କ୍ରିୟାର ସିଦ୍ଧି ଅସିଦ୍ଧିରେ ନିଷ୍ପୃହ ଓ ଉଦ୍ବେଗ ସହିତ ହେବାକୁ କହିଥିଲେ ଏବଂ ଏହି ଶ୍ଲୋକରେ ପ୍ରାରବ୍ଧବଶତଃ ସ୍ୱତଃ ପ୍ରାପ୍ତ ଅନୁକୂଳ ପ୍ରତିକୂଳ ପରିସ୍ଥିତିର ଅଭିନନ୍ଦନ ଓ ଦ୍ୱେଷ ନ କରିବାକୁ କହିଛନ୍ତି। କଇଁଛ ନିଜର ଅଙ୍ଗଗୁଡ଼ିକ ସବୁଆଡ଼ୁ ସଙ୍କୁଚିତ କରିଦେଲା ପରି କର୍ମଯୋଗୀ ଇନ୍ଦ୍ରିୟ ସମୂହର ବିଷୟରୁ କର୍ମେନ୍ଦ୍ରିୟମାନଙ୍କୁ ଯେତେବେଳେ ସର୍ବଦା ସଙ୍କୁଚିତ ଅତି ନିବୃତ୍ତ କରିଦିଏ, ସେତେବେଳେ ତାହାର ବୁଦ୍ଧି ସ୍ଥିର ହୋଇଯାଏ। ଏଠାରେ କଇଁଛର ଉଦାହରଣ ଦେବାର ତାତ୍ପର୍ଯ୍ୟ ହେଲା, କଇଁଛ ଚାଲିଲା ବେଳେ ତାହାର 4ଟି ଗୋଡ଼, ଗୋଟିଏ ଲାଞ୍ଜ ଓ ଗୋଟିଏ ମୁଣ୍ଡ ଏହି 6ଟି ଅଙ୍ଗ ଦେଖାଯାଏ, କିନ୍ତୁ ନିଜ ଅଙ୍ଗ ସମୂହକୁ ସଙ୍କୁଚିତ କରିନେଲା ବେଳେ ତାହାର ପିଠି ଦେଖାଯାଏ। ସେପରି ସ୍ଥିତପ୍ରଜ୍ଞ ପଞ୍ଚେନ୍ଦ୍ରିୟ ଓ ମନ ଏହି 6ଟିକୁ ସେମାନଙ୍କ ବିଷୟରୁ ନିବୃତ୍ତ କରାଇ ନିଏ। ଇନ୍ଦ୍ରିୟ ସହିତ ଯଦି ତାହାର ତିଳେମାତ୍ର ବି ମାନସିକ ସମ୍ବନ୍ଧ ଥାଏ, ତେବେ ସେ ସ୍ଥିତପ୍ରଜ୍ଞ ନୁହେଁ। ଉଦ୍ଦେଶ୍ୟ ହେଉଛି ଯେ ସ୍ଥିତପ୍ରଜ୍ଞ ବିଷୟରୁ ଇନ୍ଦ୍ରିୟମାନଙ୍କୁ ଉପସର କରିନିଏ, ଅର୍ଥାତ୍ ମନରେ ମଧ୍ୟ ସେ ବିଷୟ ଚିନ୍ତନ କରେ ନାହିଁ। କହିବାର ଉଦ୍ଦେଶ୍ୟ ହେଲା, ଯେଉଁ ଇନ୍ଦ୍ରିୟ ସମୂହ ନିଜ ନିଜ ବିଷୟରେ ନିବୃତ୍ତ ହୋଇଗଲେ ସତ୍ୟଶୁଦ୍ଧ ତତ୍ତ୍ୱର ଯେଉଁ ଅନୁଭବ ହୁଏ, ତାହା କାଳର ଅଧୀନ ବା କାଳର ସୀମାନ୍ତଗତ ନୁହେଁ। ସେ ଅନୁଭବ କୌଣସି କ୍ରିୟା ବା ତ୍ୟାଗର ଫଳ ନୁହେଁ, ତ ଉତ୍ପତ୍ତିଶୀଳ ନୁହେଁ। ତେଣୁ ଏଠାରେ ଭଗବାନ ତଦାପଦ ପ୍ରୟୋଗର ଆବଶ୍ୟକତା ନାହିଁ। କୌଣସି ବସ୍ତୁ ବା ଅନ୍ୟ ବସ୍ତୁର ଯେଉଁଠି କୌଣସି ବସ୍ତୁ ଅନ୍ୟ ବସ୍ତୁର ଅଧୀନ ହୋଇଥାଏ, ତଦାପଦ ସେଇଠି ଆବଶ୍ୟକ ହୁଏ। ଉଦାହରଣ ସ୍ୱରୂପ, ଆକାଶରେ ସୂର୍ଯ୍ୟ ଥିଲେ ମଧ୍ୟ ଆଖି ବନ୍ଦ କରିଦେଲେ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ ଏବଂ ଆଖି ଖୋଲିଲେ ସୂର୍ଯ୍ୟ ଦେଖାଯାଆନ୍ତି। ମାତ୍ର ଏଠାରେ ସୂର୍ଯ୍ୟଙ୍କ ସହିତ ଆଖିର କାର୍ଯ୍ୟକାରଣଗତ ସମ୍ବନ୍ଧ ନାହିଁ, ଅର୍ଥାତ୍ ଆଖି ଖୋଲିଲେ ସୂର୍ଯ୍ୟ ସୃଷ୍ଟି ହୁଅନ୍ତି ନାହିଁ। ସେ ପ୍ରଥମରୁ ସେହିପରି ଅଛନ୍ତି। ଆଖି ବନ୍ଦ କରିବା ପୂର୍ବରୁ ସେ ଯେପରି ଥିଲେ, ଆଖି ବନ୍ଦ କରିବା ପରେ ମଧ୍ୟ ସେ ସେହିପରି ଅଛନ୍ତି। କେବଳ ଆଖି ବନ୍ଦ କରିବାରୁ ଆମେ ତାଙ୍କୁ ଦେଖିପାରୁନଥିଲେ। ସେପରି ଇନ୍ଦ୍ରିୟ ସମୂହକୁ ସମସ୍ତ ବିଷୟରୁ ନିବୃତ୍ତ କଲା ପରେ ସ୍ୱତଃସିଦ୍ଧ ପରମତତ୍ତ୍ୱର ଯେଉଁ ଅନୁଭବ ହେଲା, ତାହା ମନ ସମେତ ଇନ୍ଦ୍ରିୟମାନଙ୍କର ବିଷୟ ନୁହେଁ। ତାତ୍ପର୍ଯ୍ୟ ହେଲା, ଭୋଗ ଅତେ ବିଷୟ ସହିତ ସମ୍ବନ୍ଧ ରଖିବା ସତ୍ତ୍ୱେ ଓ ଭୋଗ ଉପଭୋଗ କରିବା ସତ୍ତ୍ୱେ ସେ ସ୍ୱତଃସିଦ୍ଧ ତତ୍ତ୍ୱ ସେହିପରି ରହେ, କିନ୍ତୁ ଭୋଗ ସହିତ ସମ୍ବନ୍ଧ ରୂପକ ପରଦା ରହିଥିବାରୁ ତା ଅନୁଭୂତ ହୁଏ ନାହିଁ ଏବଂ ସେହି ପରଦା ଦୂରାଇବା ମାତ୍ରେ ତା ଅନୁଭୂତ ହୁଏ। ନିରାହାରୀ ଅର୍ଥାତ୍ ବିଷୟ ସମୟରେ ଇନ୍ଦ୍ରିୟଙ୍କୁ ନିବୃତ୍ତ କରିଥିବା ମନୁଷ୍ୟର ବିଷୟ ନିବୃତ୍ତ ହୋଇଯାଏ ସତ, କିନ୍ତୁ ରସ ନିବୃତ୍ତ ହୁଏ ନାହିଁ। ମାତ୍ର ପରମତତ୍ତ୍ୱର ଅନୁଭବ ହୋଇଥିବାରୁ ଏହି ସ୍ଥିତପ୍ରଜ୍ଞ ମନୁଷ୍ୟର ରସ ମଧ୍ୟ ନିବୃତ୍ତ ହୋଇଯାଏ, ଅର୍ଥାତ୍ ସଂସାର ପ୍ରତି ତାହାର ରସବୁଦ୍ଧି ରହେ ନାହିଁ। ମନୁଷ୍ୟ 2ଟି ରୀତିରେ ନିରାହାର ହୋଇଥାଏ: ନିଜ ଇଚ୍ଛାରେ ଭୋଜନ ତ୍ୟାଗ କରିବା କିମ୍ବା ଅସୁସ୍ଥତା ହେତୁ ଭୋଜନ ତ୍ୟାଗ କରିବା ଏବଂ ସମସ୍ତ ବିଷୟ ତ୍ୟାଗ କରି ଏକାନ୍ତରେ ବସିବା, ଅର୍ଥାତ୍ ଇନ୍ଦ୍ରିୟମାନଙ୍କ ବିଷୟରୁ ନିବୃତ୍ତ କରାଇବା। ରୋଗୀ ଭାବୁଥାଏ, କ'ଣ କରିବି? ପଦାର୍ଥ ସେବନ କରିବା ପାଇଁ ତ ଶରୀରର ସାମର୍ଥ୍ୟ ନାହିଁ। ଏଥିରେ ମୁଁ ପରାଧୀନ, କିନ୍ତୁ ମୁଁ ସୁସ୍ଥ ହୋଇଗଲେ, ଶରୀରରେ ଶକ୍ତି ଆସିଗଲେ ପଦାର୍ଥ ସେବନ କରିବି। ଏହିଭଳି ତା ଅନ୍ତରରେ ରସବୁଦ୍ଧି ଥାଏ। ସେପରି ଇନ୍ଦ୍ରିୟ ସମୂହକୁ ବିଷୟରୁ ନିବୃତ୍ତ କରାଇଲେ ବିଷୟ ତ ନିବୃତ୍ତ ହୋଇଯାଏ, କିନ୍ତୁ ସାଧକ ଭିତରେ ରହିଥିବା ରସବୁଦ୍ଧି ବା ସୁଖବୁଦ୍ଧି ଶୀଘ୍ର ନିବୃତ୍ତ ହୁଏ ନାହିଁ। ଯେଉଁମାନଙ୍କର ସ୍ୱାଭାବିକ ଭାବରେ ବିଷୟର ଅନୁରାଗ ନାହିଁ ଏବଂ ଯେଉଁମାନେ ତୀବ୍ର ବୈରାଗ୍ୟବାନ, ସେହି ସାଧକମାନଙ୍କ ରସବୁଦ୍ଧି ସାଧନାବସ୍ଥାରେ ନିବୃତ୍ତ ହୋଇଯାଏ। କିନ୍ତୁ ତୀବ୍ର ବୈରାଗ୍ୟ ନଥାଇ ବିଚାରପୂର୍ବକ ସାଧନା କରୁଥିବା ସାଧକମାନଙ୍କ ପାଇଁ ଏକଥା କୁହାଯାଇଛି ଯେ ବିଷୟକୁ ତ୍ୟାଗ କଲେ ମଧ୍ୟ ତାହାର ରସବୁଦ୍ଧି ନିବୃତ୍ତ ହୁଏ ନାହିଁ। ପରମାତ୍ମାକୁ ଅନୁଭବ କରିବା ପରେ ସ୍ଥିତପ୍ରଜ୍ଞର ରସବୁଦ୍ଧି ନିବୃତ୍ତ ହୋଇଯାଏ। ରସବୁଦ୍ଧି ନିବୃତ୍ତ ହୋଇଗଲେ ସେ ସ୍ଥିତପ୍ରଜ୍ଞ ହୋଇଯାଏ, ଏପରି ନିୟମ ନାହିଁ। ମାତ୍ର ସ୍ଥିତପ୍ରଜ୍ଞ ହେଲେ ରସବୁଦ୍ଧି ରହେ ନାହିଁ, ଏହା ସୁନିଶ୍ଚିତ।
ଏହାର ଅର୍ଥ ସାଧକର ଅହଂଭାବ ଅର୍ଥାତ୍ ମୁଁ ପଣରେ ରସବୁଦ୍ଧି ରହେ। ଏ ରସବୁଦ୍ଧି ସ୍ଥୂଳ ରୂପେ ଆସକ୍ତି ରୂପ ଧାରଣ କରେ। ସୁତରାଂ ସାଧକ ନିଜ ଅହଂଭାବକୁ ଏ ରସବୁଦ୍ଧିରୁ ବାହାର କରିଦେବା ଉଚିତ। ସେ ସ୍ୱୀକାର କରିବା ଉଚିତ ଯେ ସେ ନିଷ୍କାମ। ଆସକ୍ତି ବା କାମନା କରିବା ତାର କାମ ନୁହେଁ। ଏଭଳି ନିଷ୍କାମ ଭାବ ଆସିଲେ ଅଥବା ନିଷ୍କାମ ହେବାର ଉଦ୍ଦେଶ୍ୟ ହେଲେ ରସବୁଦ୍ଧି ରହେ ନାହିଁ ଏବଂ ପରମ ତତ୍ତ୍ୱର ଅନୁଭୂତ ହେଲେ ରସ ସର୍ବଦା ନିବୃତ୍ତ ହୋଇଯାଏ। କାରଣ ଏହି କୁନ୍ତୀନନ୍ଦନ ରସବୁଦ୍ଧି ଥିବାରୁ ପ୍ରମଥନଶୀଳ ଇନ୍ଦ୍ରିୟମାନେ ପ୍ରଯତ୍ନଶୀଳ ବିଦ୍ୱାନ ମନୁଷ୍ୟମାନଙ୍କର ମନକୁ ମଧ୍ୟ ବଳପୂର୍ବକ ହରଣ କରିନିଅନ୍ତି। ଯିଏ ନିଜେ ଯତ୍ନ କରେ, ସାଧନା କରେ, ତା ସକଳ କାର୍ଯ୍ୟ ବିବେକପୂର୍ବକ କରେ, ଆସକ୍ତି ଫଳଇଚ୍ଛା ତ୍ୟାଗ କରେ, ଅନ୍ୟର ହିତ ସୁଖ ଓ କଲ୍ୟାଣର ଭାବନା ରଖି ତଦନୁସାରେ କ୍ରିୟା କରେ, ଯିଏ ନିଜ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଓ ସାର ଅସାର ଜାଣିପାରେ ଏବଂ କେଉଁ କେଉଁ କର୍ମର ପରିଣାମ କ'ଣ ହେବ ତାହା ଠିକ୍ ଭାବରେ ଜାଣେ, ସେହି ବିଦ୍ୱାନ ପୁରୁଷ ପାଇଁ ଏହି ପଦ ବ୍ୟବହାର କରାଯାଇଛି। ଏପରି ପ୍ରଯତ୍ନଶୀଳ ବିଦ୍ୱାନ ପୁରୁଷର ମନକୁ ମଧ୍ୟ ପ୍ରମଥନଶୀଳ ଇନ୍ଦ୍ରିୟମାନେ ବଳପୂର୍ବକ ହରଣ କରିନିଅନ୍ତି ଏବଂ ବିଷୟ ଆଡ଼କୁ ଟାଣି ନିଅନ୍ତି, ଅର୍ଥାତ୍ ସେ ବିଷୟ ଆଡ଼କୁ ଟାଣି ହୋଇଯାଏ, ଆକୃଷ୍ଟ ହୋଇଯାଏ। ବୁଦ୍ଧି ସର୍ବଦା ପରମ ତତ୍ତ୍ୱରେ ପ୍ରତିଷ୍ଠିତ ନ ହେବା ପର୍ଯ୍ୟନ୍ତ ଏବଂ ବୁଦ୍ଧିରେ ସଂସାରର କିଞ୍ଚିତ ମାତ୍ର ସତ୍ତା ଅର୍ଥାତ୍ ବିଷୟେନ୍ଦ୍ରିୟ ସମ୍ବନ୍ଧରୁ ଉତ୍ପନ୍ନ ସୁଖ ଓ ଭୁକ୍ତ ଭୋଗର ସଂସ୍କାର ଥିବା ପର୍ଯ୍ୟନ୍ତ ସାଧନ ପୁରାଣ ବୁଦ୍ଧିମାନ ବିବେକୀ ପୁରୁଷର ଇନ୍ଦ୍ରିୟମାନ ମଧ୍ୟ ପୂର୍ଣ୍ଣରୂପେ ବଶୀଭୂତ ହୁଅନ୍ତି ନାହିଁ। ଭୁକ୍ତ ଭୋଗର ସଂସ୍କାର ହେତୁ ଇନ୍ଦ୍ରିୟମାନଙ୍କର ବିଷୟ ସମ୍ମୁଖକୁ ଆସିଲେ ଇନ୍ଦ୍ରିୟମାନେ ମନ ଓ ବୁଦ୍ଧିକୁ ବଳପୂର୍ବକ ବିଷୟ ଦିଗକୁ ଟାଣି ନିଅନ୍ତି। ବିଷୟ ସମ୍ମୁଖକୁ ଆସିବାରୁ ବିଚଳିତ ହୋଇଯାଇଥିବା ଅନେକ ଋଷିମାନଙ୍କର ଉଦାହରଣ ମଧ୍ୟ ରହିଛି। ଏଣୁ ମୋ ଇନ୍ଦ୍ରିୟମାନେ ବଶରେ ଅଛନ୍ତି, ଏପରି ବିଶ୍ୱାସ ସାଧକ କେବେ କରିବା ଉଚିତ ନୁହେଁ। ମୁଁ ଜିତେନ୍ଦ୍ରିୟ ହୋଇଯାଇଛି, ଏପରି ଅଭିମାନ ମଧ୍ୟ କେବେ କରିବା ଉଚିତ ନୁହେଁ। କର୍ମଯୋଗୀ ସାଧକ ସେ ସମସ୍ତ ଇନ୍ଦ୍ରିୟଙ୍କୁ ବଶୀଭୂତ କରି ମତପରାୟଣ ହୋଇ ବସିବା ଉଚିତ। କାରଣ ଯାହାର ଇନ୍ଦ୍ରିୟମାନେ ବଶୀଭୂତ ତାହାର ବୁଦ୍ଧି ସ୍ଥିର। ବଳପୂର୍ବକ ମନ ହରଣ କରି ଇନ୍ଦ୍ରିୟମାନଙ୍କୁ ବଶ କରି ଅର୍ଥାତ୍ ସଜାଗ ହୋଇ ସେମାନଙ୍କୁ କେବେ ବିଷୟରେ ବିଚଳିତ ହେବାକୁ ନ ଦେଇ ସ୍ୱୟଂ ମତପରାୟଣ ହୋଇଯାଅ। ତାତ୍ପର୍ଯ୍ୟ ହେଲା ସାଧକ ଇନ୍ଦ୍ରିୟମାନଙ୍କୁ ବଶ କଲାବେଳେ ତାଠି ନିଜ ବଳର ଅଭିମାନ ରହେ ଯେ ମୁଁ ଇନ୍ଦ୍ରିୟମାନଙ୍କୁ ନିଜ ବଶରେ ରଖିଛି। ଏ ଅଭିମାନ ସାଧକକୁ ଉନ୍ନତି କରିବାକୁ ଦିଏ ନାହିଁ ଏବଂ ତାକୁ ଭଗବାନଙ୍କ ଠାରୁ ବିମୁଖ କରାଇଦିଏ। ଏଣୁ ଇନ୍ଦ୍ରିୟମାନଙ୍କୁ ସଂଯମ କରିବାରେ ସାଧକ କଦାପି ନିଜ ବଳର ଅଭିମାନ ନ କରି ଏହା ନିଜ ଉଦ୍ଯୋଗର କାରଣ ବୋଲି ନ ଭାବି କେବଳ ଭଗବତ କୃପାକୁ କାରଣ ବୋଲି ମନେ କରୁ। ଇନ୍ଦ୍ରିୟ ସଂଯମରେ ତାକୁ ଯେଉଁ ସଫଳତା ମିଳିଛି ତାହା କେବଳ ଭଗବତ କୃପା ବୋଲି ଅନୁଭବ କରୁ। ଏଭଳି କେବଳ ଭଗବତ ପୁରାଣ ହୋଇଗଲେ ତାର ସାଧନା ସଫଳ ହୋଇଯାଏ। ଏଠାରୁ କହିବାର ଉଦ୍ଦେଶ୍ୟ ହେଲା ମାନବ ଶରୀର ମିଳିବା, ସାଧନାର ଅଭିରୁଚି ହେବା, ସାଧନାରତ ହେବା, ସାଧନା ସିଦ୍ଧ ହେବା ଏସବୁ ଭଗବାନଙ୍କ କୃପା ଉପରେ ନିର୍ଭର କରେ। କିନ୍ତୁ ଅଭିମାନ ହେତୁ ଏ ଦିଗକୁ ମନୁଷ୍ୟର ଦୃଷ୍ଟି ଖୁବ୍ କମ୍ ଯାଏ। କର୍ମଯୋଗୀମାନଙ୍କ ଠାରେ କର୍ମର ପ୍ରାଧାନ୍ୟ ଥାଏ ଏବଂ ସେଥିରେ ସେ ନିଜର ପୁରୁଷାର୍ଥକୁ ଦେଖନ୍ତି। ତେଣୁ ବିଶେଷ କୃପା କରି ଭଗବାନ କର୍ମଯୋଗୀ ସାଧକଙ୍କୁ ମଧ୍ୟ ତାଙ୍କ ପ୍ରତି ଅନୁରକ୍ତ ହେବାକୁ କହିଛନ୍ତି। ଭଗବତ ପୁରାଣ ହେବାର ତାତ୍ପର୍ଯ୍ୟ ଏକମାତ୍ର ଭଗବାନ ପ୍ରତି ମହତ୍ ବୁଦ୍ଧି ହେବ ଯେ କେବଳ ଭଗବାନ ହିଁ ମୋର ଆଉ ମୁଁ ଭଗବାନଙ୍କର। ସଂସାର ମୋର ନୁହେଁ କି ସଂସାରର ନୁହେଁ, କାରଣ ମୋ ସହିତ ସର୍ବଦା ଭଗବାନ ରହୁଛନ୍ତି, ସଂସାର ମୋ ସାଙ୍ଗରେ ସବୁବେଳେ ରହୁନାହିଁ। ଏଭଳି ସାଧକର ମୁଁ ଭାବ କେବଳ ଭଗବାନ ସହିତ ଯୁକ୍ତ ହେଉ। କର୍ମଯୋଗ ପ୍ରକରଣ ହୋଇଥିବାରୁ ଏଠାରେ କର୍ମଯୋଗ ଅନୁସାରେ ଉପାୟ କହିବା ଭଗବାନ ପକ୍ଷେ ଉଚିତ ଥିଲା, କିନ୍ତୁ ଗୀତା ଅଧ୍ୟୟନ କଲେ ଜଣାପଡ଼େ ଯେ ସାଧନାର ସଫଳତାରେ କେବଳ ଭଗବତ ପୁରାଣାତ ହିଁ କାରଣ। ତେଣୁ ଗୀତାର ଭଗବତ ପୁରାଣରେ ବହୁତ ମହିମା ଗାନ କରାଯାଇଛି, ଯଥା ସମସ୍ତ ଯୋଗୀଙ୍କ ମଧ୍ୟରେ ମତପରାୟଣ ହୋଇ ଶ୍ରଦ୍ଧା ଓ ପ୍ରେମପୂର୍ବକ ମୋର ଭଜନ କରୁଥିବା ଯୋଗୀ ଶ୍ରେଷ୍ଠ। ଭଗବାନ କହିଛନ୍ତି ଯେ ବିଷୟରୁ ଇନ୍ଦ୍ରିୟମାନଙ୍କୁ ସମ୍ବନ୍ଧୀ ଚିହ୍ନ ହେଲେ ମଧ୍ୟ ଚିତ୍ତପ୍ରଜ୍ଞତା ଆସେ ନାହିଁ ଏବଂ ଏହି ଶ୍ଲୋକରେ କହିଛନ୍ତି ଯେ ଯାହାର ଇନ୍ଦ୍ରିୟମାନ ବଶୀଭୂତ ସେ ଚିତ୍ତପ୍ରଜ୍ଞ। ଏହାର ତାତ୍ପର୍ଯ୍ୟ ହେଉଛି ବିଷୟରୁ ଇନ୍ଦ୍ରିୟମାନଙ୍କୁ ସମ୍ବନ୍ଧୀ ଚିହ୍ନ ହେଲେ ବି ଭିତରେ ରସବୁଦ୍ଧି ରହିଛି, ତେଣୁ ଇନ୍ଦ୍ରିୟଗଣ ବଶୀଭୂତ ହୋଇନାହାନ୍ତି। କିନ୍ତୁ ଏଠାରେ ଚିତ୍ତପ୍ରଜ୍ଞ ପୁରୁଷର ଇନ୍ଦ୍ରିୟ ବଶୀଭୂତ ଓ ତାର ରସବୁଦ୍ଧି ନିବୃତ୍ତ ହୋଇଯାଇଛି। ଅତଏବ ବିଷୟରୁ ଇନ୍ଦ୍ରିୟମାନଙ୍କର ସମ୍ବନ୍ଧୀ ଚିହ୍ନ ହୋଇଗଲେ ତାଠାରେ ରସବୁଦ୍ଧି ବିଷୟରୁ ଇନ୍ଦ୍ରିୟମାନଙ୍କର ସମ୍ବନ୍ଧୀ ଚିହ୍ନ ହୋଇଗଲେ ଯେ ସେ ଚିତ୍ତପ୍ରଜ୍ଞ ହୋଇଯିବ ଏହା ଠିକ୍ ନୁହେଁ, କାରଣ ତାଠାରେ ରସବୁଦ୍ଧି ରହିଥାଇପାରେ, କିନ୍ତୁ ଚିତ୍ତପ୍ରଜ୍ଞ ହେଲେ ଇନ୍ଦ୍ରିୟଗଣ ଅବଶ୍ୟ ବଶୀଭୂତ ହୋଇଯିବେ। ବିଷୟ ଚିନ୍ତନ କରୁଥିବା ମନୁଷ୍ୟରୁ ସେହି ବିଷୟ ପ୍ରତି ଆସକ୍ତି ଜାତ ହୁଏ, ଆସକ୍ତିରୁ କାମନା ଜାତ ହୁଏ, କାମନାର ପ୍ରତିବନ୍ଧକ ହେଲେ କ୍ରୋଧ, କ୍ରୋଧରୁ ସମୋହ ଅର୍ଥାତ୍ ମୂଢ଼ଭାବ ହୁଏ, ସମୋହରୁ ଶ୍ରୁତିଭ୍ରଷ୍ଟ ହୁଏ, ଶ୍ରୁତିଭ୍ରଷ୍ଟ ହେଲେ ବୁଦ୍ଧିନାଶ ହୁଏ, ବୁଦ୍ଧିନାଶ ହେଲେ ମନୁଷ୍ୟର ପତନ ହୁଏ। ଭଗବତ ପୁରାଣ ନ ହେବାରୁ ଭଗବତ ଚିନ୍ତନ ହେବା ପରିବର୍ତ୍ତେ ବିଷୟ ଚିନ୍ତନ ହୁଏ। କାରଣ ଜୀବର ଗୋଟିଏ ପଟରେ ପରମାତ୍ମା, ଅନ୍ୟ ପଟରେ ସଂସାର। ସେ ଯେତେବେଳେ ପରମାତ୍ମାଙ୍କ ଆଶ୍ରୟ ଛାଡ଼ିଦିଏ ସେତେବେଳେ ସଂସାରର ଆଶ୍ରୟ ନେଇ ସଂସାର ଚିନ୍ତନ କରେ, କାରଣ ସଂସାର ବିନା ତା ପାଇଁ ଅନ୍ୟ କୌଣସି ଚିନ୍ତନର ବିଷୟ ନଥାଏ। ଏପରି ଚିନ୍ତନ କରି କରି ସେହି ବିଷୟରେ ମନୁଷ୍ୟର ଆସକ୍ତି, ଅନୁରାଗ ଓ ପ୍ରୀତି ଜାତ ହୁଏ। ଆସକ୍ତି ଜାତ ହେବାରୁ ମନୁଷ୍ୟ ସେହି ବିଷୟକୁ ଉପଭୋଗ କରେ। ବିଷୟ ଉପଭୋଗ ଶାରୀରିକ ହେଉ ବା ମାନସିକ ହେଉ, ତହିଁରୁ ଯେଉଁ ସୁଖ ମିଳେ ତା ଦ୍ୱାରା ବିଷୟ ପ୍ରତି ରସ ଜାତ ହୁଏ।
ପ୍ରୀତି ହେବାରୁ ବାରମ୍ବାର ତାହାର ଚିନ୍ତନ ହେବାକୁ ଲାଗେ। ତେଣିକି ସେ ସେହି ବିଷୟ ଉପଭୋଗ କରୁ ବା ନ କରୁ, କିନ୍ତୁ ବିଷୟ ପ୍ରତି ଆସକ୍ତି ଅବଶ୍ୟ ଉତ୍ପନ୍ନ ହୁଏ। ଏହା ନିୟମ। ବିଷୟ ପ୍ରତି ଆସକ୍ତି ଉତ୍ପନ୍ନ ହେଲେ ସେ ବିଷୟକୁ ଅର୍ଥାତ୍ ଭୋଗକୁ ପ୍ରାପ୍ତ କରିବା ପାଇଁ କାମନା ଜାତ ହୁଏ ଯେ ମୋତେ ଅମୁକ ଭୋଗ ଓ ଭୋଗ ପଦାର୍ଥ ମିଳୁ। କାମନାର ଅନୁକୂଳ ପଦାର୍ଥ ମିଳିଲେ ଲୋଭ ଜାତ ହୁଏ ଓ କାମନା ପୂର୍ତ୍ତିର ସମ୍ଭାବନା ଥିଲାବେଳେ କିଏ ସେଥିରେ ବାଧା ଦେଲେ ତା ପ୍ରତି କ୍ରୋଧ ଜାତ ହୁଏ। କାମନା ଏପରି ଏକ ବିଚିତ୍ର ଭାବ ଯେଉଁଥିରେ ବାଧା ପଡ଼ିଲେ କ୍ରୋଧ ଜାତ ହୁଏ। ବର୍ଣ୍ଣ, ଆଶ୍ରମ, ଗୁଣ, ଯୋଗ୍ୟତା ପ୍ରଭୃତିକୁ ନେଇ ନିଜଠାରେ ଭଲ ପଣିଆରେ ଯେଉଁ ଅଭିମାନ ଥାଏ, ସେ ଅଭିମାନରେ ମଧ୍ୟ ନିଜ ଆଦର ସମ୍ମାନ ଆଦିର କାମନା ରହେ। ମଣିଷ ବ୍ୟକ୍ତି ଦ୍ୱାରା ସେହି କାମନାର ବାଧା ସୃଷ୍ଟି ହେଲେ କ୍ରୋଧ ଜାତ ହୁଏ। କାମନା ରଜଗୁଣୀ ବୃତ୍ତି, ସମୋହ ତମଗୁଣୀ ବୃତ୍ତି ଏବଂ କ୍ରୋଧ ହେଉଛି ରଜଗୁଣ ଓ ତମଗୁଣର ମଧ୍ୟବର୍ତ୍ତୀ ବୃତ୍ତି। କେବେ କୌଣସି କଥାକୁ ନେଇ କ୍ରୋଧ ଆସିଲେ ତା ମୂଳରେ କେଉଁଠି ନା କେଉଁଠି ରାଗ ଅର୍ଥାତ୍ ଆସକ୍ତି ଆବଶ୍ୟକ ଥାଏ। ଯଥା ନୀତି ଓ ନ୍ୟାୟର ବିରୁଦ୍ଧାଚରଣକୁ ଦେଖି ଯଦି କ୍ରୋଧ ଆସୁଛି, ତେବେ ନୀତି ଓ ନ୍ୟାୟ ପ୍ରତି ରାଗ ରହିଛି। ଅପମାନ ଓ ତିରସ୍କାର କରୁଥିବା ବ୍ୟକ୍ତି ପ୍ରତି ଯଦି କ୍ରୋଧ ଆସୁଛି, ତାହେଲେ ମାନ ଓ ସତ୍କାରରେ ରାଗ ରହିଛି। ନିନ୍ଦୁକ ପ୍ରତି କ୍ରୋଧ ଆସିବାର ଅର୍ଥ ପ୍ରଶଂସା ପ୍ରତି ରାଗ ରହିଛି। ଦୋଷାରୋପଣକାରୀ ପ୍ରତି କ୍ରୋଧ ଆସିବା ଅର୍ଥ ନିର୍ଦ୍ଦୋଷତାପୂର୍ବକ ଅଭିମାନରେ ରାଗ ରହିଛି। କ୍ରୋଧରୁ ସମ୍ମୋହ ହୁଏ ଅର୍ଥାତ୍ ମୂଢ଼ଭାବ ବ୍ୟାପିଯାଏ। ବସ୍ତୁତଃ ଦେଖିବାକୁ ଗଲେ କାମ, କ୍ରୋଧ, ଲୋଭ ଓ ମମତା ଏ ଚାରୋଟିରୁ ହିଁ ସମ୍ମୋହ ଜାତ ହୁଏ। କାମ ଯୋଗୁଁ ଯେଉଁ ସମ୍ମୋହ ହୁଏ, ସେଥିରେ ବିବେକ ଶକ୍ତି ଢାଙ୍କି ହୋଇଯିବାରୁ ମନୁଷ୍ୟ କାମନାରେ ବଶୀଭୂତ ହୋଇ ଅକାର୍ଯ୍ୟ କରି ବସେ। କ୍ରୋଧ ଯୋଗୁଁ ଯେଉଁ ସମ୍ମୋହ ହୁଏ, ସେଥିରେ ମନୁଷ୍ୟ ନିଜର ତଥା ନିଜର ମିତ୍ର ତଥା ପୂଜ୍ୟମାନଙ୍କୁ ମଧ୍ୟ ଓଲଟା ସିଧା କଥା କହିଦିଏ ଏବଂ ଅନୁଚିତ ବ୍ୟବହାର ମଧ୍ୟ କରେ। ଲୋଭରୁ ଯେଉଁ ସମ୍ମୋହ ଜାତ ହୁଏ, ସେଥିରେ ମନୁଷ୍ୟର ସତ୍ୟାସତ୍ୟ, ଧର୍ମାଧର୍ମ ପ୍ରଭୃତି ବିଚାର ରହେ ନାହିଁ ଏବଂ ସେ କପଟ କରି ଲୋକମାନଙ୍କୁ ଠକିବାକୁ ଲାଗେ। ମମତାରେ ଯେଉଁ ସମ୍ମୋହ ହୁଏ, ସେଥିରେ ସମଭାବ ରହେ ନାହିଁ, ବରଂ ପକ୍ଷପାତିତା ଜାତ ହୁଏ। ଯଦି କାମ, କ୍ରୋଧ, ଲୋଭ ଓ ମମତା ଏ ଚାରୋଟିରୁ ସମ୍ମୋହ ହୁଏ, ତେବେ ଭଗବାନ ଏଠାରେ କେବଳ କ୍ରୋଧ ନାମଟି କାହିଁ କହିଛନ୍ତି? ଗଭୀର ଭାବେ ଦେଖିଲେ କାମ, ଲୋଭ ଓ ମମତା ଏଥିରେ ନିଜ ସୁଖଭୋଗ ଓ ସ୍ୱାର୍ଥବୋଧ ଜାଗ୍ରତ ଥାଏ, କିନ୍ତୁ କ୍ରୋଧରେ ଅନ୍ୟର ଅନିଷ୍ଟ କରିବାର ବୃତ୍ତି ଜାଗ୍ରତ ଥାଏ। ତେଣୁ କ୍ରୋଧଜନିତ ସମ୍ମୋହ କାମ, କ୍ରୋଧ ଓ ମମତାଜନିତ ସମ୍ମୋହଠାରୁ ବି ଅଧିକ ଭୟଙ୍କର। ଏ ଦୃଷ୍ଟିରୁ କେବଳ କ୍ରୋଧରୁ ସମ୍ମୋହ ହେବା କଥା ଭଗବାନ କହିଛନ୍ତି। ମୂଢ଼ତା ବ୍ୟାପିଗଲେ ଶ୍ରୁତି ନଷ୍ଟ ହୋଇଯାଏ। ଅର୍ଥାତ୍ ଶାସ୍ତ୍ର ଓ ସଦ୍ବିଚାର ଦ୍ୱାରା ଯେଉଁ ନିଶ୍ଚୟ କରାଯାଇଥିଲା ଯେ ମୋତେ ଏପରି କାମ କରିବାକୁ ହେବ, ଏପରି ସାଧନା କରିବାକୁ ହେବ, ନିଜର ଉଦ୍ଧାର କରିବାକୁ ହେବ, ସେ ଶ୍ରୁତି ନଷ୍ଟ ହୋଇଯାଏ, ତାହା ବିସ୍ମୃତ ହୋଇଯାଏ। ଶ୍ରୁତି ନଷ୍ଟ ହୋଇଗଲେ ବୁଦ୍ଧିର ପ୍ରକାଶ ପାଇଥିବା ବିବେକ ଲୁପ୍ତ ହୋଇଯାଏ, ଅର୍ଥାତ୍ ମନୁଷ୍ୟଠାରେ ନୂତନ ବିଚାର କରିବାର ଶକ୍ତି ରହେ ନାହିଁ। ବିବେକ ଲୁପ୍ତ ହୋଇଗଲେ ମନୁଷ୍ୟର ନିଜ ସ୍ଥିତିରୁ ପତନ ହୁଏ। ଏଣୁ ଏହି ପତନରୁ ରକ୍ଷା ପାଇବା ସମସ୍ତ ସାଧକଙ୍କୁ ଭଗବତ୍ ପୁରାଣ ହେବା ନିତାନ୍ତ ଆବଶ୍ୟକ। ବିଷୟ ଚିନ୍ତନରୁ ରାଗ, ରାଗରୁ କାମ, କାମରୁ କ୍ରୋଧ, କ୍ରୋଧରୁ ସମ୍ମୋହ, ସମ୍ମୋହରୁ ଶ୍ରୁତିନାଶରୁ ବୁଦ୍ଧିନାଶ, ବୁଦ୍ଧିନାଶରୁ ପତନ ହେବାର ଯେଉଁ କ୍ରମ ଏଥିରେ ବର୍ଣ୍ଣନା କରାଯାଇଛି, ତାହାର ବିବେଚନା କରିବାରେ ହୁଏତ ବିଳମ୍ବ ହୋଇପାରେ, କିନ୍ତୁ ଏସବୁ ବୃତ୍ତି ଜାତ ହେବା ଦ୍ୱାରା ମନୁଷ୍ୟର ପତନ ହେବାରେ ବିଳମ୍ବ ହୁଏ ନାହିଁ। ବିଦ୍ୟୁତ୍ ତରଙ୍ଗ ପରି ସମସ୍ତ ବୃତ୍ତି ତତ୍କ୍ଷଣାତ୍ ସୃଷ୍ଟି ହୋଇ ମନୁଷ୍ୟର ପତନ କରାଇଦିଏ। କିନ୍ତୁ ବଶୀଭୂତ ଅନ୍ତଃଗୁଣଯୁକ୍ତ କର୍ମଯୋଗୀ ସାଧକ ନିଜ ଅଧୀନରେ ଥିବା ରାଗଦୋଷରହିତ ଇନ୍ଦ୍ରିୟଗଣଙ୍କ ସହିତ ଦ୍ୱାରା ବିଷୟ ସେବନ କରି ମଧ୍ୟ ଅନ୍ତଃକରଣରେ ନିର୍ମଳତା ପ୍ରାପ୍ତ ହୁଏ। ନିର୍ମଳତା ପ୍ରାପ୍ତ ହେଲା ପରେ ସାଧକର ସମସ୍ତ ଦୁଃଖ ନାଶ ହୋଇଯାଏ ଏବଂ ଏପରି ଶୁଦ୍ଧଚିତ୍ତ ସାଧକର ବୁଦ୍ଧି ନିଃସନ୍ଦେହରେ ଅତି ଶୀଘ୍ର ପରମାତ୍ମାଠାରେ ସ୍ଥିର ହୋଇଯାଏ। ଭଗବାନ କହିଲେ ଆସକ୍ତି ଥାଇ ବିଷୟ ଚିନ୍ତନ କଲେ ପତନ ହୁଏ ଏବଂ ଏଠାରେ କହୁଛନ୍ତି ଆସକ୍ତି ନ ରଖି ବିଷୟ ସେବନ କଲେ ଉତ୍ଥାନ ହୁଏ। ସେଠାରେ ବୁଦ୍ଧିନାଶ କଥା ଏବଂ ଏଠାରେ ବୁଦ୍ଧି ପରମାତ୍ମାଠାରେ ସ୍ଥିତ ହେବା କଥା କହିଛନ୍ତି। ଏପରି ପୂର୍ବକଥିତ ବିଷୟ ଓ ଏଠାରେ ବିଷୟ ମଧ୍ୟରେ ପ୍ରଭେଦ ଦର୍ଶାଇବା ପାଇଁ ଏଠାରେ ଏହି ପଦ ବ୍ୟବହାର କରାଯାଇଛି। ସାଧକର ଅନ୍ତଃକରଣ ନିଜ ବଶରେ ରହିବା ଉଚିତ। ଅନ୍ତଃକରଣକୁ ବଶୀଭୂତ ନ କଲେ କର୍ମଯୋଗ ସିଦ୍ଧ ହୁଏ ନାହିଁ, ବରଂ କର୍ମ କଲାବେଳେ ବିଷୟ ପ୍ରତି ଅନୁରାଗ ହେବାର ଓ ପତନ ହେବାର ସମ୍ଭାବନା ରହେ। ବାସ୍ତବରେ ଦେଖିବାକୁ ଗଲେ ପ୍ରତ୍ୟେକ ସାଧକ ପାଇଁ ଅନ୍ତଃକରଣକୁ ନିଜ ବଶରେ ରଖିବା ଆବଶ୍ୟକ। କର୍ମଯୋଗ ପାଇଁ ଏହାର ବିଶେଷ ଆବଶ୍ୟକତା ରହିଛି। ଯେପରି ଅନ୍ତଃକରଣକୁ ବଶ କରିବା ନିହାତି ଆବଶ୍ୟକ, ସେହିପରି ଇନ୍ଦ୍ରିୟମାନଙ୍କୁ ବଶ କରିବା ବି ନିହାତି ଆବଶ୍ୟକ। ତାତ୍ପର୍ଯ୍ୟ ହେଲା କାର୍ଯ୍ୟ କରିବା ସମୟରେ ଇନ୍ଦ୍ରିୟମାନେ ନିଜର ବଶୀଭୂତ ହେବା ଉଚିତ ଏବଂ ଇନ୍ଦ୍ରିୟମାନେ ବଶୀଭୂତ ହେବା ପାଇଁ ସେମାନଙ୍କୁ ରାଗଦୋଷରୁ ମୁକ୍ତ କରିବା ଆବଶ୍ୟକ। ସୁତରାଂ ଇନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବିଷୟର ଗ୍ରହଣ ରାଗପୂର୍ବକ ନ ହେଉ ଏବଂ କୌଣସି ବିଷୟର ତ୍ୟାଗ ଦ୍ୱେଷପୂର୍ବକ ନ ହେଉ। ଇନ୍ଦ୍ରିୟମାନଙ୍କଠାରେ ରାଗଦୋଷ ଜାତ ନ ହେବାର ଯେତିକି ମହତ୍ତ୍ୱ ରହିଛି, ବିଷୟ ଗ୍ରହଣ ଓ ତ୍ୟାଗର ସେତେ ମହତ୍ତ୍ୱ ନାହିଁ। ତେଣୁ ତୃତୀୟ ଅଧ୍ୟାୟର 34 ଶ୍ଲୋକରେ ସାଧକମାନଙ୍କୁ ସାବଧାନ ହେବା ପାଇଁ ଭଗବାନ କହିଛନ୍ତି ଯେ ପ୍ରତ୍ୟେକ ଇନ୍ଦ୍ରିୟର ବିଷୟରେ ରାଗଦୋଷ ରହିଛି ଓ ସାଧକ ଏହାର ବଶୀଭୂତ ନ ହେଉ, କାରଣ ଏ ଦୁଇଟି ଯାକ ସାଧକର ଶତ୍ରୁ। ପଞ୍ଚମ ଅଧ୍ୟାୟର ତୃତୀୟ ଶ୍ଲୋକରେ ଭଗବାନ କହିଛନ୍ତି ଯେଉଁ ସାଧକ ରାଗଦୋଷ ଆଦି ଦ୍ୱନ୍ଦ୍ୱଶୂନ୍ୟ ହୋଇଯାଏ, ସେ ସୁଖପୂର୍ବକ ମୁକ୍ତ ହୋଇଯାଏ। ଯାହାର ଅନ୍ତଃକରଣ ନିଜ ଦ୍ୱାରା ବଶୀଭୂତ ଓ ଯାହାର ଇନ୍ଦ୍ରିୟ ରାଗଦୋଷରୁ ରହିତ ତଥା ନିଜ ଦ୍ୱାରା ବଶୀଭୂତ, ସେହି ସାଧକ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ସେବନ ଅର୍ଥାତ୍ ସବୁ ପ୍ରକାର ବ୍ୟବହାର କରେ, କିନ୍ତୁ ବିଷୟ ଭୋଗ କରେ ନାହିଁ।
ଭୋଗବୁଦ୍ଧିର ବିଷୟ ସେବନ ନ କରିବା ହିଁ ପତନର କାରଣ। ଏ ଭୋଗବୁଦ୍ଧିକୁ ବାରଣ କରିବା ପାଇଁ ଏଠାରେ ଏହି ପଦ ବ୍ୟବହାର କରାଯାଇଛି। ରାଗ ଦୋଷରହିତ ହୋଇ ବିଷୟ ସେବନ କଲେ ସାଧକ ଅନ୍ତଃକରଣର ପ୍ରସନ୍ନତା ଓ ସ୍ୱଚ୍ଛତା ବ୍ୟକ୍ତ କରେ। ଏ ପ୍ରସନ୍ନତା ହେଉଛି ମାନସିକ ତପ, ଯାହାକି ଶାରୀରିକ ଓ ବାଚିକ ତପଠାରୁ ମଧ୍ୟ ଶ୍ରେଷ୍ଠ। ତେଣୁ ସାଧକ ରାଗପୂର୍ବକ ବିଷୟ ସେବନ କରିବା ଉଚିତ ନୁହେଁ କି ଦୋଷପୂର୍ବକ ବିଷୟ ତ୍ୟାଗ କରିବା ଉଚିତ ନୁହେଁ। କାରଣ ରାଗ ଓ ଦୋଷ ଦ୍ୱାରା ହିଁ ସଂସାର ସଙ୍ଗେ ସମ୍ବନ୍ଧ ସ୍ଥାପିତ ହୁଏ। ରାଗ ଦୋଷରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ସେବନ କଲେ ଯେଉଁ ପ୍ରସନ୍ନତା ମିଳେ, ତାହାକୁ ଯଦି ଉପଭୋଗ କରା ନଯାଏ, ତା ସହିତ ଯଦି ସଙ୍ଗ କରା ନଯାଏ, ତେବେ ସେହି ପ୍ରସନ୍ନତା ପରମାତ୍ମପ୍ରାପ୍ତି କରାଇଦିଏ। ଚିତ୍ତର ପ୍ରସନ୍ନତା ଓ ସ୍ୱଚ୍ଛତା ଆସିଲେ ସମସ୍ତ ଦୁଃଖ ଦୂର ହୋଇଯାଏ, ଅର୍ଥାତ୍ କୌଣସି ଦୁଃଖ ରହେ ନାହିଁ। କାରଣ ରାଗ ହେବାରୁ ଚିତ୍ତ ବିଷଣ୍ଣ ହୁଏ। ଚିତ୍ତ ବିଷଣ୍ଣ ହେବା ମାତ୍ରେ କାମନା ଜାତ ହୁଏ ଏବଂ କାମନାରୁ ସବୁ ଦୁଃଖ ଜାତ ହୁଏ। କିନ୍ତୁ ରାଗ ଦୂର ହୋଇଗଲେ ଚିତ୍ତରେ ପ୍ରସନ୍ନତା ଆସେ। ସେ ପ୍ରସନ୍ନତାରୁ ସମସ୍ତ ଦୁଃଖ ଦୂର ହୋଇଯାଏ। ସମସ୍ତ ଦୁଃଖ ପ୍ରକୃତି ଓ ପ୍ରକୃତିର କାର୍ଯ୍ୟ ଶରୀର ଓ ସଂସାରର ସମ୍ବନ୍ଧରେ ହୁଏ ଏବଂ ଶରୀର ଓ ସଂସାର ସଙ୍ଗେ ସମ୍ବନ୍ଧରେ ସୁଖ ଲିପ୍ସାରେ ହୁଏ। ବିଷଣ୍ଣତା ଯୋଗୁଁ ସୁଖ ଲିପ୍ସା ଜାତ ହୁଏ, କିନ୍ତୁ ପ୍ରସନ୍ନ ହେଲେ ବିଷଣ୍ଣତା ଦୂର ହୋଇଯାଏ। ବିଷଣ୍ଣତା ଦୂର ହୋଇଗଲେ ସୁଖ ଲିପ୍ସା ରହେ ନାହିଁ। ସୁଖ ଲିପ୍ସା ନ ରହିଲେ ଶରୀର ଓ ସଂସାର ସଙ୍ଗେ ସମ୍ବନ୍ଧ ରହେ ନାହିଁ ଏବଂ ସମ୍ବନ୍ଧ ନ ରହିଲେ ସମସ୍ତ ଦୁଃଖ ଅଭାବ ହୋଇଯାଏ। ତାତ୍ପର୍ଯ୍ୟ ହେଲା ପ୍ରସନ୍ନତା ଯୋଗୁଁ ଦୁଇଟି କଥା ହୁଏ, ସଂସାରରୁ ସମ୍ବନ୍ଧ ବିଚ୍ଛେଦ ହୁଏ ଓ ପରମାତ୍ମାର ବୁଦ୍ଧି ସ୍ଥିର ହୁଏ। ଏହି କଥା ଭଗବାନ ପ୍ରଥମେ 53ତମ ଶ୍ଲୋକରେ ନିଶ୍ଚଳ ଓ ଅଚଳ ପଦଗୁଡ଼ିକରେ କହିଛନ୍ତି ଯେ ତାର ବୁଦ୍ଧି ସଂସାରରେ ନିଶ୍ଚଳ ଓ ପରମାତ୍ମାରେ ଅଚଳ ହୋଇଯାଏ। ଏହାର ଅର୍ଥ ଏହା ନୁହେଁ ଯେ ତା ସମ୍ପର୍କରୁ କୌଣସି ଦୁଃଖଦାୟୀ ପରିସ୍ଥିତି ଆସିବ ନାହିଁ, ବରଂ ଏହାର ଅର୍ଥ ହେଲା କର୍ମାନୁସାରେ ତା ସମ୍ପର୍କକୁ ଦୁଃଖଦାୟୀ ଘଟଣା ଓ ପରିସ୍ଥିତି ଆସିପାରେ, କିନ୍ତୁ ତା ଅନ୍ତଃକରଣରେ ଦୁଃଖ, ସନ୍ତାପ, ଅସ୍ଥିରତା ପ୍ରଭୃତି ବିକୃତି ଉତ୍ପନ୍ନ ହୁଏ ନାହିଁ। ପ୍ରସନ୍ନ ତଥା ସ୍ୱଚ୍ଛଚିତ୍ତ ବ୍ୟକ୍ତିର ବୁଦ୍ଧି ଖୁବ୍ ଶୀଘ୍ର ପରମାତ୍ମାଠାରେ ସ୍ଥିର ହୋଇଯାଏ, ଅର୍ଥାତ୍ ସାଧକ ସ୍ୱୟଂ ପରମାତ୍ମାଠାରେ ସ୍ଥିର ହୋଇଯାଏ। ତା ବୁଦ୍ଧିରେ ତିଳେମାତ୍ର ସନ୍ଦେହ ରହେ ନାହିଁ। ଯାହାର ମନ ଓ ଇନ୍ଦ୍ରିୟମାନେ ସଂଯତ ନୁହନ୍ତି, ସେପରି ମନୁଷ୍ୟର ବ୍ୟବସାୟିକ ବୁଦ୍ଧି ହୁଏ ନାହିଁ। ମନ ଓ ଇନ୍ଦ୍ରିୟଗଣକୁ ସଂଯମ କରିବା ହେଉଛି ମୁଖ୍ୟ। ବିବେକପୂର୍ବକ ସଂଯମ ନ କଲେ କାମନା ନଷ୍ଟ ହୁଏ ନାହିଁ। କାମନା ନଷ୍ଟ ନ ହେଲେ ବୁଦ୍ଧି ସ୍ଥିର ରହେ ନାହିଁ। ତେଣୁ କର୍ମଯୋଗୀ ସାଧକ ପ୍ରଥମେ ମନ ଓ ଇନ୍ଦ୍ରିୟ ସମୂହକୁ ସଂଯମ କରିବା ଉଚିତ। କିନ୍ତୁ ଯାହାର ମନ ଓ ଇନ୍ଦ୍ରିୟ ସଂଯତ ନୁହେଁ, ତାହାରି କଥା ଏହି ଶ୍ଲୋକରେ କହିଛନ୍ତି। ଯାହାର ମନ ଓ ଇନ୍ଦ୍ରିୟଗଣ ସଂଯତ ନୁହନ୍ତି, ସେପରି ଅଯୁକ୍ତ ତଥା ଅସଂଯତ ପୁରୁଷର ମତେ କେବଳ ପରମାତ୍ମା ପ୍ରାପ୍ତି କରିବାକୁ ହେବ। ଏ ନିଶ୍ଚୟାତ୍ମକ ବୃଦ୍ଧି ହୁଏ ନାହିଁ, କାରଣ ମନ ଓ ଇନ୍ଦ୍ରିୟ ସଂଯତ ନ ହେବାରୁ ସେ ଉତ୍ପତ୍ତି ବିନାଶୀଳ ସାଂସାରିକ ଭୋଗ ଓ ସଂଗ୍ରହ ଲିପ୍ତ ରହେ। ସେ କେବେ ମାନ ଚାହୁଁଥାଏ ତ କେବେ ସୁଖ ସୁବିଧା ଚାହୁଁଥାଏ, କେବେ ଧନ ଚାହିଁଥାଏ ଆଉ କେବେ ଭୋଗ ଚାହେଁ। ଏହିପରି ତା ଭିତରେ ଅନେକ ପ୍ରକାର କାମନା ରହିଥାଏ। ତେଣୁ ତାର ବୁଦ୍ଧି ଏକନିଶ୍ଚୟାତ୍ମକ ହୁଏ ନାହିଁ। ଯାହାର ବୁଦ୍ଧି ବ୍ୟବସାୟିକ ନୁହେଁ, ତାର ଏପରି ଭାବନା ହୁଏ ନାହିଁ ଯେ ମୋତେ କେବଳ ନିଜ କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଫଳେଚ୍ଛା, କାମନା, ଆସକ୍ତି ଇତ୍ୟାଦି ତ୍ୟାଗ କରିବାକୁ ହେବ। ନିଜର ଦେହ ସ୍ଥିରୀକୃତ ନ ହେବା ପର୍ଯ୍ୟନ୍ତ ଏପରି ଭାବନା ହେବାର ମୁଖ୍ୟ କାରଣ। ଯିଏ କର୍ତ୍ତବ୍ୟପରାୟଣ ନୁହେଁ, ତାକୁ ଶାନ୍ତି ମିଳିପାରେ ନାହିଁ। ଯଦି ସାଧୁ, ଶିକ୍ଷକ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ପ୍ରଭୃତି ନିଜ କର୍ତ୍ତବ୍ୟରେ ତତ୍ପର ନ ହୁଅନ୍ତି, ତେବେ ତାଙ୍କୁ ଶାନ୍ତି ମିଳେ ନାହିଁ। କାରଣ ନିଜ କର୍ତ୍ତବ୍ୟ ପାଳନରେ ଦୃଢ଼ତା ନ ରହିଲେ ଅଶାନ୍ତି ଜନ୍ମେ। ଯିଏ ଅଶାନ୍ତ, ସେ ସୁଖୀ ହେବ କିପରି? କାରଣ ତା ହୃଦୟ ସର୍ବଦା ଅସ୍ଥିର ରହେ। ତେଣୁ ଯେତେ ବାହ୍ୟ ଅନୁକୂଳ ଭୋଗ ଆଦି ମିଳିଲେ ମଧ୍ୟ ତା ହୃଦୟର ଅସ୍ଥିରତା ଦୂର ହୁଏ ନାହିଁ, ଅର୍ଥାତ୍ ସେ ସୁଖୀ ହୋଇପାରେ ନାହିଁ। ନିଜ ନିଜ ବିଷୟରେ ବିଚରଣଶୀଳ ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ ବି ଇନ୍ଦ୍ରିୟ ଯଦି ମନକୁ ନିଜର ଅନୁଗାମୀ କରିନିଏ, ଏକମାତ୍ର ସେହି ମନ ହିଁ ଜଳରେ ନୌକାକୁ ବାୟୁ ହରଣ କଲା ପରି ବୁଦ୍ଧିକୁ ହରଣ କରିଦିଏ। ମନୁଷ୍ୟକୁ ଏ ଜନ୍ମ କେବଳ ପରମାତ୍ମା ପ୍ରାପ୍ତି ନିମନ୍ତେ ମିଳିଛି। ଯାହା ହୋଇଯାଉ ପଛେ ମୋତେ କେବଳ ପରମାତ୍ମା ପ୍ରାପ୍ତି କରିବାକୁ ହେବ, ଏପରି ନିଜର ଧ୍ୟେୟ ଦୃଢ଼ ହେବା ଉଚିତ। ଧ୍ୟେୟ ଦୃଢ଼ ହେଲେ ସାଧକର ଅହଂଭାବରୁ ଭୋଗର ମହତ୍ତ୍ୱ ନଷ୍ଟ ହୋଇଯାଏ। ଭୋଗର ମହତ୍ତ୍ୱ ନଷ୍ଟ ହୋଇଗଲେ ବ୍ୟବସାୟିକ ବୃଦ୍ଧି ଦୃଢ଼ ହୁଏ। କିନ୍ତୁ ବ୍ୟବସାୟିକ ବୃଦ୍ଧି ଦୃଢ଼ ନ ହେବା ପର୍ଯ୍ୟନ୍ତ ତାହାର ଦଶା କ'ଣ ହୁଏ, ଏଠାରେ ତାହା ବର୍ଣ୍ଣନା କରୁଛନ୍ତି। ସାଧକ କାର୍ଯ୍ୟକ୍ଷେତ୍ରରେ ସବୁ ପ୍ରକାର ବ୍ୟବହାର କଲାବେଳେ ଇନ୍ଦ୍ରିୟଗଣଙ୍କ ସମ୍ମୁଖକୁ ସେମାନଙ୍କ ନିଜ ନିଜ ବିଷୟ ଆସିଯାଏ। ସେଥିମଧ୍ୟରୁ ଯେଉଁ ଇନ୍ଦ୍ରିୟର ନିଜ ନିଜ ବିଷୟ ପ୍ରତି ଅନୁରାଗ ହୁଏ, ସେହି ଇନ୍ଦ୍ରିୟଟି ମନକୁ ନିଜର ଅନୁଗାମୀ କରିନିଏ, ମନକୁ ନିଜ ସାଥୀ କରିନିଏ। ଏଣୁ ମନ ସେହି ବିଷୟରେ ସୁଖଭୋଗରେ ଲାଗିଯାଏ, ଅର୍ଥାତ୍ ମନରେ ସୁଖବୁଦ୍ଧି ଓ ଭୋଗବୁଦ୍ଧି ଜାତ ହୁଏ। ମନରେ ସେହି ବିଷୟର ମହତ୍ତ୍ୱ ଅଙ୍କିତ ହୋଇଯାଏ। ଉଦାହରଣ ସ୍ୱରୂପ, ଭୋଜନ ସମୟରେ କୌଣସି ପଦାର୍ଥରୁ ସ୍ୱାଦ ମିଳିଲେ ରସନେନ୍ଦ୍ରିୟ ମନକୁ ଆକର୍ଷିତ କରେ। ମନ ସେହି ସୁଖରେ ପ୍ରସନ୍ନ ଓ ଖୁସି ହୁଏ। ମନରେ ବିଷୟର ମହତ୍ତ୍ୱ ଅଙ୍କିତ ହୋଇଗଲେ ଏକା ସେହି ମନ ହିଁ ସାଧକର ବୁଦ୍ଧିକୁ ହରଣ କରିନିଏ, ଅର୍ଥାତ୍ ସାଧକଠାରେ କର୍ତ୍ତବ୍ୟପ୍ରବଣତା ନ ରହି ଭୋଗବୁଦ୍ଧି ରହେ।
ସେ ଭୋଗବୁଦ୍ଧି ଯୋଗୁଁ ସାଧକଟିରେ ମୋତେ ପରମାତ୍ମା ପ୍ରାପ୍ତି କରିବାକୁ ହେବ। ଏ ବ୍ୟବସାୟିକ ବୁଦ୍ଧି ରହେ ନାହିଁ। ଏହି ବିଷୟରେ ବିବେଚନା କରିବାକୁ ତ ବିଳମ୍ବ ହୋଇପାରେ, କିନ୍ତୁ ବୁଦ୍ଧି ବିଚଳିତ ହେବାରେ ବିଳମ୍ବ ହୁଏ ନାହିଁ। ଅର୍ଥାତ୍ ମନକୁ ଇନ୍ଦ୍ରିୟ ନିଜର ଅନୁଗାମୀ କରିବା କ୍ଷଣି ମନରେ ଭୋଗବୃତ୍ତି ଜାତ ହୁଏ। ଏଣୁ ସେହି କ୍ଷଣି ବୁଦ୍ଧି ନଷ୍ଟ ହୋଇଯାଏ। ସେହି ବୁଦ୍ଧି କିପରି ଅପହୃତ ହୁଏ ତାହା ଦୃଷ୍ଟାନ୍ତ ରୂପେ ବୁଝାଉଛନ୍ତି ଯେ, ଜଳରେ ଭାସମାନ ନୌକାକୁ ବାୟୁ ହରଣ କଲାପରି ମନ ବୁଦ୍ଧିକୁ ହରଣ କରିନିଏ। ଯେପରି କୌଣସି ବ୍ୟକ୍ତି ନୌକାରେ ନଦୀ ତଟରେ ବା ସମୁଦ୍ର ପାରି ହୋଇ ନିଜ ଗନ୍ତବ୍ୟ ସ୍ଥାନକୁ ଯିବାବେଳେ ବିପରୀତ ବାୟୁ ପ୍ରବାହିତ ହେଲେ ତାହା ସେହି ନୌକାକୁ ଗନ୍ତବ୍ୟ ସ୍ଥାନରେ ବିପରୀତ ଦିଗକୁ ନେଇଯାଏ। ଠିକ୍ ସେହିପରି ସାଧକ ବ୍ୟବସାୟିକ ବୁଦ୍ଧିରୂପକ ନୌକାରୂଢ଼ ହୋଇ ସଂସାର ସାଗରକୁ ପାର ହୋଇ ପରମାତ୍ମାଭିମୁଖୀ ହେଲାବେଳେ ଯଦି ଗୋଟିଏ ଇନ୍ଦ୍ରିୟ ମନକୁ ନିଜର ଅନୁଗାମୀ କରିନିଏ, ତେବେ ସେହି ମନଟି ବୁଦ୍ଧିରୂପକ ନୌକାକୁ ହରଣ କରିନିଏ, ଅର୍ଥାତ୍ ତାକୁ ସଂସାର ଆଡ଼କୁ ନେଇଯାଏ। ଫଳରେ ସାଧକର ବିଷୟ ପ୍ରତି ସୁଖ ବୁଦ୍ଧି ଓ ବ୍ୟବହାରଯୋଗ୍ୟ ପଦାର୍ଥରେ ମହତ୍ତ୍ୱ ବୁଦ୍ଧି ହୋଇଯାଏ। ବାୟୁ ନୌକାକୁ ଦୁଇଟି ରୀତିରେ ବିଚଳିତ କରେ। ନୌକାକୁ ପଥଭ୍ରଷ୍ଟ କରିଦିଏ ଅଥବା ଜଳରେ ବୁଡ଼ାଇ ଦିଏ। କିନ୍ତୁ ନାବିକ ଚତୁର ହୋଇଥିଲେ ସେ ବାୟୁର କ୍ରିୟାକୁ ନିଜ ଅନୁକୂଳ କରିନିଏ, ଯାହାଦ୍ୱାରା ବାୟୁ ନୌକାକୁ ମାର୍ଗରୁ ବିଚ୍ୟୁତ କରିପାରେ ନାହିଁ, ବରଂ ତାକୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାରେ ସହାୟତା କରେ। ସେପରି ଇନ୍ଦ୍ରିୟନଗାମୀ ମନ ବୁଦ୍ଧିକୁ ଦୁଇଟି ରୀତି ବିଚଳିତ କରେ। ପରମାତ୍ମା ପ୍ରାପ୍ତିର ନିଶ୍ଚୟକୁ ନିଷ୍କ୍ରିୟ କରି ଭୋଗବୁଦ୍ଧି ଉତ୍ପନ୍ନ କରେ ଅଥବା ନିଷିଦ୍ଧ ଭୋଗରେ ଲିପ୍ତ କରାଇ ପତନ କରାଏ। କିନ୍ତୁ ଯାହାର ମନ ଓ ଇନ୍ଦ୍ରିୟ ବଶୀଭୂତ, ତାହାର ବୁଦ୍ଧିକୁ ମନ ବିଚଳିତ କରିପାରେ ନାହିଁ, ବରଂ ପରମାତ୍ମା ପ୍ରାପ୍ତି ନିମନ୍ତେ ସହାୟତା କରେ। ତେଣୁ ହେ ମହାବାହୁ, ଇନ୍ଦ୍ରିୟମାନଙ୍କ ବିଷୟରେ ଯେଉଁ ମନୁଷ୍ୟର ଇନ୍ଦ୍ରିୟଗଣ ସର୍ବଦା ନିଗୃହୀତ ବଶୀଭୂତ, ତାହାର ବୁଦ୍ଧି ସ୍ଥିର ଅଟେ। କହିବାର ତାତ୍ପର୍ଯ୍ୟ ହେଉଛି, ସଂସାର ସଙ୍ଗେ ମିଶି ଚଳିଲେ ଅଥବା ଏକାନ୍ତରେ ଚିନ୍ତନ କଲେ ମଧ୍ୟ କୌଣସି ଅବସ୍ଥାରେ ତାର ଇନ୍ଦ୍ରିୟମାନେ ଭୋଗରେ ବା ବିଷୟରେ ପ୍ରବୃତ୍ତ ହୁଅନ୍ତି ନାହିଁ। ବ୍ୟବହାର କ୍ଷେତ୍ରରେ ଯେତେ ବିଷୟ ତା ସମ୍ମୁଖକୁ ଆସିଲେ ବି ତାକୁ ବିଚଳିତ କରିପାରନ୍ତି ନାହିଁ। ତା ମନ ଇନ୍ଦ୍ରିୟ ସହିତ ମିଶି ମଧ୍ୟ ତା ବୁଦ୍ଧିକୁ ବିଚଳିତ କରିପାରେ ନାହିଁ। ଯେପରି ପର୍ବତକୁ କେହି ହଲାଇ ପାରେ ନାହିଁ, ସେପରି ତା ବୁଦ୍ଧିରେ ଏତେ ଦୃଢ଼ତା ଆସିଯାଏ ଯେ ତାର ମନ କେବେ ତାକୁ ବିଚଳିତ କରିପାରେ ନାହିଁ। କହିବାର ତାତ୍ପର୍ଯ୍ୟ ହେଲା, ବିଷୟରୁ ଇନ୍ଦ୍ରିୟଗଣ ପୂର୍ଣ୍ଣରୂପେ ସଂଯତ ହୋଇଛନ୍ତି, ତଥାପି ବିଷୟର ସାଧକର ଲେଶମାତ୍ର ଆସକ୍ତି ବା ଆକର୍ଷଣ ନାହିଁ। ସେପରି ସାପର ଦାନ୍ତ ଭାଙ୍ଗିଦେଲେ ତାର ଆଉ ବିଷ ରହେ ନାହିଁ, ସେ କାହାକୁ କାମୁଡ଼ି ଦେଲେ ମଧ୍ୟ କୌଣସି ପ୍ରଭାବ ପଡ଼େ ନାହିଁ। ସେପରି ଇନ୍ଦ୍ରିୟଗଣକୁ ରାଗଦ୍ୱେଷରୁ ରହିତ କରିଦେବାର ଅର୍ଥ ସେମାନଙ୍କ ବିଷ ଦାନ୍ତ ଝାଡ଼ିଦେବା। ସାଧକକୁ ପତନ ମାର୍ଗକୁ ନେଇଯିବା ଭଳି ଶକ୍ତି ସେହି ଇନ୍ଦ୍ରିୟମାନଙ୍କର ଆଉ ରହେ ନାହିଁ। ଏ ଶ୍ଲୋକଟିର ତାତ୍ପର୍ଯ୍ୟ ହେଲା, ସାଧକ ଦୃଢ଼ ନିଶ୍ଚୟ କରିନେବା ଉଚିତ ଯେ ମୋର ଲକ୍ଷ୍ୟ କେବଳ ପରମାତ୍ମା ପ୍ରାପ୍ତି। ଭୋଗ ଉପଭୋଗ ଓ ସଂଗ୍ରହ ମୋର ଲକ୍ଷ୍ୟ ନୁହେଁ। ଯଦି ସାଧକଟିର ଏପରି ସାବଧାନତା ରହେ, ତାହାର ବୁଦ୍ଧି ସ୍ଥିର ହୋଇଯାଏ। ସମସ୍ତ ପ୍ରାଣୀଙ୍କର ଯାହା ରାତ୍ରି ଅର୍ଥାତ୍ ପରମାତ୍ମା ପ୍ରତି ବିମୁଖତା, ସେଥିରେ ସଞ୍ଜୟ ମନୁଷ୍ୟ ଜାଗ୍ରତ ରୁହନ୍ତି। ଏବଂ ଯେଉଁଥିରେ ସାଧାରଣ ମନୁଷ୍ୟ ଜାଗ୍ରତ ରୁହନ୍ତି ଅର୍ଥାତ୍ ଭୋଗ ଓ ସଂଗ୍ରହରେ ମାତିଥାନ୍ତି, ତଥାଗତ ମୁନିଙ୍କ ଦୃଷ୍ଟିରେ ତାହା ରାତ୍ରି। ଯେଉଁମାନଙ୍କର ଇନ୍ଦ୍ରିୟଗଣ ମନ ବଶୀଭୂତ ନୁହନ୍ତି, ଯେଉଁମାନେ ଭୋଗାସକ୍ତ, ସେମାନେ ପରମାତ୍ମା ବିଷୟରେ ସୁପ୍ତ। ପରମାତ୍ମା କ'ଣ? ତତ୍ତ୍ୱଜ୍ଞାନ କ'ଣ? ଆମେ ଦୁଃଖ କାହିଁକି ପାଉଛୁ? ସନ୍ତାପ ଓ ଜ୍ୱଳନ କାହିଁକି ହେଉଛି? ଆମେ ଯାହା ସବୁ କରୁଛୁ ତାହାର ପରିଣାମ କ'ଣ ହେବ? ଏସବୁ ଦିଗକୁ ଦୃଷ୍ଟି ନ ଦେବା ହିଁ ରାତ୍ରି ଅର୍ଥାତ୍ ସେମାନଙ୍କ ପାଇଁ ଅନ୍ଧାର। କହିବାର ତାତ୍ପର୍ଯ୍ୟ ହେଲା, ପଶୁପକ୍ଷୀ ଦିନଯାକ ଚଲାବୁଲା କଲାପରି ଯେଉଁ ମନୁଷ୍ୟ ନିଜର ଦିନରାତି ଖାଇବା ପିଇବାରେ, ସୁଖ ଆରାମରେ, ଭୋଗ ସଂଗ୍ରହରେ, ଧନ ଉପାର୍ଜନ ଲାଗିଥାନ୍ତି, ସେମାନଙ୍କର ଗଣନା ପଶୁପକ୍ଷୀଙ୍କ ସହିତ ହୁଏ। କାରଣ ପରମାତ୍ମା ତତ୍ତ୍ୱରୁ ବିମୁଖ ହୋଇଥିବାରୁ ପଶୁପକ୍ଷୀ ଓ ସେ ମନୁଷ୍ୟଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଉଭୟ ପରମାତ୍ମାଙ୍କ ବିଷୟରେ ସୁପ୍ତ। ମନୁଷ୍ୟ ପଶୁପକ୍ଷୀଙ୍କ ମଧ୍ୟରେ ଯଦି କୌଣସି ଅନ୍ତର ଥାଏ, ତାହା ହେଉଛି ଏତିକି ଯେ ପଶୁପକ୍ଷୀ ଆଦିଙ୍କଠାରେ ବିବେକ ଶକ୍ତି ଏତେ ଜାଗ୍ରତ ନଥିବାରୁ ସେମାନେ ଚଲାବୁଲାରେ ବ୍ୟସ୍ତ ଥାନ୍ତି ଏବଂ ମନୁଷ୍ୟଠାରେ ଭଗବତ୍ କୃପାରେ ବିବେକ ଶକ୍ତି ଜାଗ୍ରତ ଥିବାରୁ ସେ ନିଜର କଲ୍ୟାଣ, ପ୍ରାଣୀମାନଙ୍କର ସେବା ଓ ପରମାତ୍ମା ପ୍ରାପ୍ତି କରିପାରିବ। କିନ୍ତୁ ସେ ବିବେକ ଶକ୍ତିର ଦୁରୁପଯୋଗ କରି ପଦାର୍ଥ ସଂଗ୍ରହ କରିବାରେ ଓ ସେସବୁକୁ ଭୋଗ କରିବାରେ ଲାଗିଯାଏ। ଫଳରେ ସେ ସଂସାର ପାଇଁ ପଶୁମାନଙ୍କ ଠାରୁ ମଧ୍ୟ ଅଧିକ ଦୁଃଖଦାୟୀ ହୁଏ। ବିଚାର ପଶୁପକ୍ଷୀମାନଙ୍କର ଯେତିକିରେ ପେଟ ପୁରିଯାଏ, ସେମାନେ ସେତିକି ଖାଆନ୍ତି। ସେମାନେ ସଂଗ୍ରହ କରନ୍ତି ନାହିଁ। କିନ୍ତୁ ମନୁଷ୍ୟକୁ ଯେଉଁଠି ଯାହା ମିଳେ, କାମରେ ଆସୁ ବା ନ ଆସୁ, ସେ ତାକୁ ସଂଗ୍ରହ କରି ପକାଏ ଓ ଅନ୍ୟମାନଙ୍କ କାମରେ ଆସିବାରେ ବାଧା ଦିଏ। ମନୁଷ୍ୟମାନଙ୍କ ପାଇଁ ରାତ୍ରି ହୋଇଥିବା ବେଳେ ଅର୍ଥାତ୍ ସାଧାରଣ ମନୁଷ୍ୟ ପରମାତ୍ମାଙ୍କ ଦିଗରୁ ବିମୁଖ ହୋଇଥିବା ବେଳେ ସଞ୍ଜୟ ମନୁଷ୍ୟ ଜାଗ୍ରତ ରହେ। ଯିଏ ଇନ୍ଦ୍ରିୟ ଓ ମନକୁ ବଶୀଭୂତ କରିଛି, ଭୋଗ ଓ ସଂଗ୍ରହରେ ଆସକ୍ତ ନୁହେଁ, ପରମାତ୍ମା ଯାହାର ଏକମାତ୍ର ଧ୍ୟେୟ, ସେ ହେଉଛି ସଂଯମୀ ମନୁଷ୍ୟ। ପରମାତ୍ମା ତତ୍ତ୍ୱକୁ, ନିଜ ସ୍ୱରୂପକୁ ଓ ସଂସାରକୁ ଯଥାର୍ଥ ରୂପେ ଜାଣିବା ହିଁ ରାତ୍ରିରେ ଜାଗ୍ରତ ରହିବାର ଅର୍ଥ। ଯେଉଁମାନେ ଭୋଗ ଓ ସଂଗ୍ରହରେ ସାବଧାନ ରୁହନ୍ତି, ପଇସା କରି ହିସାବ ରଖନ୍ତି, ଜମିବାଡ଼ିର ଏକ ଏକ ଇଞ୍ଚ କଥା ମଧ୍ୟ ମନେ ରଖନ୍ତି, ନ୍ୟାୟପୂର୍ବକ ହେଉ ବା ଅନ୍ୟାୟପୂର୍ବକ ହେଉ, ଯେତେ ଅଧିକ ଟଙ୍କା ମିଳେ ସେଥିରେ ସେମାନେ ସେତେ ଅଧିକ ଖୁସି ହୋଇଯାଆନ୍ତି। ଯିଏ
ଯେ ଯାହା ହଉ ମୁଁ ଏତେ ଧନ ସଂଗ୍ରହ କଲି, ମୋତେ ଏତେ ଲାଭ ମିଳିଗଲା ଇତ୍ୟାଦି। ଏପରି ସେମାନେ ସାଂସାରିକ କ୍ଷୀଣଭଙ୍ଗୁର ଭୋଗ ଏକତ୍ରିତ କରିବାରୁ ଓ ଆଦର ସତ୍କାର ମାନ ବଡ଼ିମା ଆଦି ପ୍ରାପ୍ତ କରିବାରେ ହିଁ ଲାଗିଥାନ୍ତି। ଏସବୁ ବିଷୟରେ ଯିଏ ଅତି ସାବଧାନ ରୁହନ୍ତି, ଏହା ହେଉଛି ସେମାନଙ୍କର ଜାଗ୍ରତ ରହିବା। ଯେଉଁ ସାଂସାରିକ ପଦାର୍ଥକୁ ଉପଭୋଗ ଓ ସଂଗ୍ରହ କରିବାର ସାଧାରଣ ମନୁଷ୍ୟ ନିଜକୁ ବଡ଼ ବୁଦ୍ଧିମାନ ଓ ଚତୁର ମନେ କରନ୍ତି ଏବଂ ସେଥିରେ ଖୁସି ହୁଅନ୍ତି, ସଂସାର ପରମତତ୍ତ୍ୱରୁ ଜ୍ଞାତା ମନନଶୀଳ ମନୁଷ୍ୟଙ୍କ ଦୃଷ୍ଟିରେ ତାହା ରାତ୍ରି ସଦୃଶ, ଅର୍ଥାତ୍ ଘୋର ଅନ୍ଧକାର। ପିଲାମାନେ ଖେଳିଲା ବେଳେ ଛୋଟ ଛୋଟ ପଥର ଓ ନାଲି ନୀଳ କାଚ ଖଣ୍ଡକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା କରନ୍ତି। ଯଦି ସେଗୁଡ଼ିକୁ ମିଳିଯାଏ ତେବେ ମୁଁ ବହୁତ ଲାଭ କରିଛି ଭାବି ଖୁସି ହୁଅନ୍ତି, ଆଉ ନ ମିଳିଲେ ମୋର ବହୁତ କ୍ଷତି ହୋଇଗଲା ବୋଲି ଭାବି ଦୁଃଖୀ ହୁଅନ୍ତି। କିନ୍ତୁ ଯାହା ମନରେ ପଥର ଓ ଭଙ୍ଗା କାଚ ପ୍ରଭୃତିର ମହତ୍ତ୍ୱ ନାହିଁ, ସେପରି ବୁଦ୍ଧିମାନ ବ୍ୟକ୍ତି ଜାଣେ ଯେ କାଚ ଓ ପଥର ମିଳିଲେ ଲାଭ କ'ଣ ଆଉ ନ ମିଳିଲେ କ୍ଷତି କ'ଣ। ଏ ପିଲାମାନଙ୍କୁ କାଚ ଓ ପଥର ମିଳିଗଲେ ବି ତାହା କେତେ ଦିନ ତାଙ୍କ ପାଖରେ ରହିବ। ଭୋଗ ସଂଗ୍ରହ ତ ମନୁଷ୍ୟ ଭୋଗ ସଂଗ୍ରହ ପାଇଁ ଝଗଡ଼ାଝାଟି, ମିଥ୍ୟା କପଟ, ବିଶ୍ୱାସଘାତକତା ଆଦି କରନ୍ତି ଓ ଭୋଗ ସାମଗ୍ରୀ ସଂଗ୍ରହ କରି ପ୍ରସନ୍ନ ହୁଅନ୍ତି ଓ ଖୁସି ହୁଅନ୍ତି ଯେ ମୁଁ ବହୁତ ଲାଭ ଉଠାଇଲି। କିନ୍ତୁ ସଂସାରକୁ ଓ ପରତତ୍ତ୍ୱକୁ ଜାଣିଥିବା ମନନଶୀଳ ସଞ୍ଜୟ ମନୁଷ୍ୟ ପରିଷ୍କାର ଦେଖେ ଯେ ଭୋଗ, ଆଦର ସତ୍କାର, ସୁଖ ଆରାମ ଇତ୍ୟାଦି ମିଳିଗଲା ତ କ'ଣ ହୋଇଗଲା, ବହୁତ ଖାଇ ପିଇ ଭଲ ଭଲ ବେଶଭୂଷା ଧାରଣ କଲା ତ କ'ଣ ହୋଇଗଲା, ଏଥିରୁ ମନୁଷ୍ୟକୁ ଲାଭ କ'ଣ ମିଳିଲା, ଏଗୁଡ଼ିକ ମଧ୍ୟରୁ କ'ଣ ବା ତା ସାଙ୍ଗରେ ଯିବ, ସେ କେତେଦିନ ପର୍ଯ୍ୟନ୍ତ ଏ ଭୋଗ ସାମଗ୍ରୀକୁ ସାଥିରେ ରଖିପାରିବ, ଏ ଭୋଗରୁ ଉତ୍ପନ୍ନ ବୁଦ୍ଧି କେତେଦିନ ଯାଏଁ ରହିବ। ଏଭଳି ପ୍ରାଣୀମାନଙ୍କର ଜାଗରଣ ସେହି ସଞ୍ଜୟ ମନୁଷ୍ୟ ଦୃଷ୍ଟିରେ ରାତ୍ରି ସହିତ ସମାନ। ସେ ମନନଶୀଳ ସଞ୍ଜୟ ମନୁଷ୍ୟ ପରମାତ୍ମାକୁ ନିଜ ସ୍ୱରୂପକୁ ସଂସାରର ପରିଣାମକୁ ଜାଣେ, ଆଉ ଏହା ମଧ୍ୟ ତାର ଭଲ ଭାବେ ଜାଣେ ଯେ କେଉଁ ପଦାର୍ଥ ତାର ହିତରେ ଲାଗିପାରିବ ଓ ଏହା ଦ୍ୱାରା ଅନ୍ୟମାନଙ୍କୁ କେତେ ଲାଭ ମିଳିବ। ସେ ପଦାର୍ଥଗୁଡ଼ିକ ଯଥୋଚିତ ସଦୁପଯୋଗ କରେ ଓ ସେଗୁଡ଼ିକ ଅନ୍ୟର ସେବାରେ ବିନିଯୋଗ କରେ। ଯଦି ଆମର ଦୃଷ୍ଟି ଦୋଷ ଥାଏ ତେବେ ଆକାଶକୁ ଚାହିଁଲେ ମଧ୍ୟ ତାହା ଜାଲ ଦେଖାଯାଏ ଏବଂ ଆଖି ବନ୍ଦ କରିବା ପରେ ମଧ୍ୟ ମୟୂର ପୁଚ୍ଛ ଭଳି ଜାଲ ଦେଖାଯାଏ। କିନ୍ତୁ ସେସବୁ ଦେଖାଗଲେ ମଧ୍ୟ ଆମ ବୁଦ୍ଧିର ଦୃଢ଼ ନିଶ୍ଚୟ ଥାଏ ଯେ ଆକାଶରେ ଜାଲ ନାହିଁ। ସେପରି ଇନ୍ଦ୍ରିୟ ଓ ଅନ୍ତଃକରଣର ସଂସାର ଦେଖାଗଲେ ମଧ୍ୟ ମନନଶୀଳ ସଞ୍ଜୟ ମନୁଷ୍ୟର ବୁଦ୍ଧିରେ ଅଟଳ ନିଶ୍ଚୟ ରହେ ଯେ ପ୍ରକୃତିରେ ସଂସାର ନାହିଁ, କେବଳ ପ୍ରତୀତ ହେଉଛି। ଯେପରି ସମସ୍ତ ନଦୀର ଜଳ ଚତୁର୍ଦିଗରୁ ଜଳ ପରିପୂର୍ଣ୍ଣ ସମୁଦ୍ରରେ ଆସି ମିଶେ କିନ୍ତୁ ସମୁଦ୍ରକୁ ନିଜ ମର୍ଯ୍ୟାଦାରେ ଅଟଳ ପ୍ରତିଷ୍ଠିତ ରହେ, ସେପରି ସମସ୍ତ ଭୋଗ ପଦାର୍ଥ ମିଳି ମଧ୍ୟ ଯେଉଁ ସଞ୍ଜୟ ମନୁଷ୍ୟଠାରେ ବିକାର ଜନ୍ମାଇ ପାରନ୍ତି ନାହିଁ, ସେ ମନୁଷ୍ୟ ହିଁ ପରମାତ୍ମା ପ୍ରାପ୍ତି ଲାଭ କରେ, ଭୋଗକାମୀ ମନୁଷ୍ୟ ନୁହେଁ। ବର୍ଷା ଋତୁରେ ନଦୀରେ ଜଳ ବଢ଼ିଯାଏ, କେତେକ ନଦୀରେ ବଢ଼ି ଆସେ, ସେ ଜଳରେ ସେ ଚତୁର୍ଦିଗକୁ ଆସି ଜଳପୂର୍ଣ୍ଣ ସମୁଦ୍ରରେ ମିଶେ, କିନ୍ତୁ ସମୁଦ୍ର ବଢ଼େ ନାହିଁ, ନିଜ ମର୍ଯ୍ୟାଦାରେ ରହେ। କିନ୍ତୁ ଗ୍ରୀଷ୍ମ ଋତୁରେ ନଦୀର ଜଳ ବହୁତ କମିଗଲେ ମଧ୍ୟ ସମୁଦ୍ର କମେ ନାହିଁ। ତାତ୍ପର୍ଯ୍ୟ ହେଲା ନଦୀରେ ଜଳ ଅଧିକ ଆସିଲେ, କମ୍ ଆସିଲେ ବା ନ ଆସିଲେ ତଥା ଜଡ଼ଚେତନର ସମୁଦ୍ରଚ୍ୟୁତ ଅଗ୍ନି ଓ ସୂର୍ଯ୍ୟଙ୍କ ଦ୍ୱାରା ଜଳ ଶୋଷଣ ହେଲେ ମଧ୍ୟ ସମୁଦ୍ରରେ କୌଣସି ପରିବର୍ତ୍ତନ ହୁଏ ନାହିଁ କି ଅର୍ଥାତ୍ ତାହା ବଢ଼େ ନାହିଁ କି କମେ ନାହିଁ। ସେ ନଦୀର ଜଳକୁ ଅପେକ୍ଷା କରେ ନାହିଁ, ସେ ସର୍ବଦା ଯଥାପତି ଭରପୁର ରହେ, ନିଜ ମର୍ଯ୍ୟାଦା କେବେ ଲଙ୍ଘନ କରେ ନାହିଁ। ସେହିପରି ସଂସାରର ସମସ୍ତ ଭୋଗ ଓ ପରମତତ୍ତ୍ୱକୁ ଜାଣିଥିବା ସଞ୍ଜୟ ପୁରୁଷକୁ ପ୍ରାପ୍ତ ହୁଏ ଏବଂ ସେପରି ସଂସାରର ସମସ୍ତ ଭୋଗ ପରମତତ୍ତ୍ୱକୁ ଜାଣିଥିବା ସଞ୍ଜୟ ପୁରୁଷକୁ ପ୍ରାପ୍ତ ହୁଏ ଏବଂ ତା ସମ୍ମୁଖକୁ ଆସେ, କିନ୍ତୁ ତାର ତଥାକଥିତ ଶରୀର ଓ ଅନ୍ତଃକରଣକୁ ସୁଖ ଦୁଃଖ ରୂପକ ବିକାର ସୃଷ୍ଟି କରିପାରେ ନାହିଁ। ତେଣୁ ସେ ପରମ ଶାନ୍ତି ଲାଭ କରେ। ତାକୁ ଯେଉଁ ଶାନ୍ତି ମିଳେ ତାହା ପରମତତ୍ତ୍ୱ ଯୋଗୁଁ ମିଳେ, ପଦାର୍ଥ ଯୋଗୁଁ ନୁହେଁ। ଏଠାରୁ ସମୁଦ୍ର ଓ ନଦୀ ଜଳର ଦୃଷ୍ଟାନ୍ତଟି ଚିତ୍ତବିଜ୍ଞ ସଞ୍ଜୟ ମନୁଷ୍ୟ ପାଇଁ ପୂର୍ଣ୍ଣରୂପେ ପ୍ରଯୋଜ୍ୟ ନୁହେଁ, କାରଣ ସମୁଦ୍ର ଜଳ ଓ ନଦୀ ଜଳର ସଜାତୀୟତା ଅଛି, ଅର୍ଥାତ୍ ଯେଉଁ ଜଳ ସମୁଦ୍ରରେ ଅଛି ସେହି ଜାତିର ଜଳ ମଧ୍ୟ ନଦୀରେ ଆସୁଛି ଓ ନଦୀରେ ଆସୁଥିବା ଜଳ ବି ସମୁଦ୍ରରେ ଅଛି। କିନ୍ତୁ ଚିତ୍ତବିଜ୍ଞ ଓ ସାଂସାରିକ ଭୋଗ୍ୟ ପଦାର୍ଥରେ ଏତେ ପାର୍ଥକ୍ୟ ଅଛି ଯେ ତାକୁ ବୁଝାଇବା ପାଇଁ ରାତି ଦିନ ଆକାଶ ପାତାଳ ଦୃଷ୍ଟାନ୍ତ ମଧ୍ୟ ଉପଯୁକ୍ତ ନୁହେଁ। କିନ୍ତୁ ଚିତ୍ତବିଜ୍ଞ ମନୁଷ୍ୟ ଯେଉଁ ତତ୍ତ୍ୱରେ ସ୍ଥିତ, ସେ ତତ୍ତ୍ୱ ହେଉଛି ଚେତନ, ନିତ୍ୟ, ସତ୍ୟ, ଅସୀମ ଓ ଅନନ୍ତ ଏବଂ ସାଂସାରିକ ଭୋଗ୍ୟ ପଦାର୍ଥ ହେଉଛି ଜଡ଼, ଅନିତ୍ୟ, ଅସତ୍ୟ, ସୀମିତ ଓ ନାଶବାନ। ଦ୍ୱିତୀୟ ପାର୍ଥକ୍ୟ ହେଲା ସମୁଦ୍ରରେ ନଦୀରେ ଜଳ ପହଞ୍ଚି ପାରେ, କିନ୍ତୁ ଚିତ୍ତବିଜ୍ଞ ଯେଉଁ ତତ୍ତ୍ୱରେ ସ୍ଥିତ ସେଠାରେ ସେହି ସାଂସାରିକ ଭୋଗ ଓ ପଦାର୍ଥ ପହଞ୍ଚି ପାରେ ନାହିଁ, ତାହା ତ କେବଳ ତଥାକଥିତ ଶରୀର ଓ ଅନ୍ତଃକରଣ ପର୍ଯ୍ୟନ୍ତ ପହଞ୍ଚି ପାରେ। ତେଣୁ ସମୁଦ୍ରର ଦୃଷ୍ଟାନ୍ତଟି କେବଳ ତା ଶରୀର ଓ ଅନ୍ତଃକରଣ